ଜୟ ଗୁରୁ। ଶଙ୍ଖଧ୍ୱନି ଶଙ୍ଖଧ୍ୱନି ପ୍ରଦାନ କଲେ ଆମର ଶ୍ରଦ୍ଧେୟ କବିତା ମା ଶ୍ରୀମତୀ କବିତା ସ୍ୱାଇଁ ଆଉ ସଦ୍ଗୁରୁ ବନ୍ଦନା କଲେ ତାଙ୍କର ସୁପୁତ୍ର ଆମର ଆୟୁଷ୍ମାନ ଶିବୋତ୍କାନ୍ତ ସ୍ୱାଇଁ ଉଭୟଙ୍କର ସେମାନଙ୍କର ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ଆମେ ସମତ ଭାବରେ 2 ମିନିଟ୍ ନାମ ଜପ କରିବା ଆଉ ନାମ ସମୟ ଏବେ ଆରମ୍ଭ ହେଲା। ଜୟ ଗୁରୁ ସମସ୍ତଙ୍କୁ ଜୟ ଗୁରୁ। ବର୍ତ୍ତମାନ ସତ୍ୟାନୁଷ୍ଠାନ ଗ୍ରନ୍ଥ ପାଠ କରିବେ ଆମର ସୈନ୍ୟ ପ୍ରଦୀପ ଭାଇ ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ନାୟକ ସତ୍ୟାନୁଷ୍ଠାନ ଗ୍ରନ୍ଥ ପାଠ କରିବେ। ଜୟ ଗୁରୁ। ଜୟ ଗୁରୁ। ପରମ ପ୍ରେମମୟ ପୁରୁଷୋତ୍ତମ ଠାକୁରଙ୍କର ପବିତ୍ର ସତ୍ୟାନୁଷ୍ଠାନ ପାଠ କର। ଯେପରି ଆଦର୍ଶରେ ତୁମେ ବିଶ୍ୱାସ ସ୍ଥାପନ କରିବ ତୁମର ସ୍ୱଭାବ ମଧ୍ୟ ସେହିପରି ଭାବରେ ଗଠିତ ହେବ ଆଉ ତୁମର ଦର୍ଶନ ମଧ୍ୟ ତଦ୍ରୂପ ହେବ। ବିଶ୍ୱାସକୁ ଅନୁସରଣ କର, ଭଲ ପାଅ, ତୁମର ମଧ୍ୟ ବିଶ୍ୱାସ ଆସିବ। ମୋର ବିଶ୍ୱାସ ନାହିଁ ଏହି ଭାବର ଅନୁସରଣରେ ମଣିଷ ହୀନ ବିଶ୍ୱାସ ହୋଇପଡ଼େ। ବିଶ୍ୱାସ ନାହିଁ ଏଭଳି ମଣିଷ ନାହିଁ ଯାହାର ବିଶ୍ୱାସ ଯେତେ ଗଭୀର ଯେତେ ଉଚ୍ଚ ତାହାର ମନ ସେତେ ଉଚ୍ଚ ଜୀବନ ସେତେ ଗଭୀର। ଯେ ସତରେ ବିଶ୍ୱାସୀ ସେ ସତ ହେବ ହିଁ ଆଉ ଅସତରେ ବିଶ୍ୱାସୀ ଅସତ ହୋଇପଡ଼େ। ଜୟ ଗୁରୁ। ଜୟ ଗୁରୁ। ସତ୍ୟାନୁଷ୍ଠାନ ଗ୍ରନ୍ଥ ପାଠ କଲେ ଆମର ସୈନ୍ୟ ପ୍ରଦୀପ ଭାଇ ଶ୍ରୀଯୁକ୍ତ ପ୍ରଦୀପ୍ତ କିଶୋର ନାୟକ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ନାରୀ ନୀତି ଗ୍ରନ୍ଥ ପାଠ କରିବେ ଆମର ଶ୍ରଦ୍ଧେୟ ଜ୍ୟୋତି ମା ଶ୍ରୀମତୀ ଜ୍ୟୋତିର୍ମୟୀ ସାହୁ ନାରୀ ନୀତି ଗ୍ରନ୍ଥ ପାଠ କରିବେ। ଜୟ ଗୁରୁ ଭାଇ। ଜୟ ଗୁରୁ ମା। ଜୟ ଗୁରୁ। ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରୀମୁଖ ନିଃସୃତ ପବିତ୍ର ନାରୀର ନୀତିରେ ଓଡ଼ିଆ ଅନୁବାଦ। ଝିଅ ମୋର, ତୁମର ସେବା, ତୁମର ଚାଲିବା, ତୁମର ଚିନ୍ତା, ତୁମର କହିବା ପୁରୁଷ ଜନସାଧାରଣଙ୍କ ଭିତରେ ଯେପରି ଏପରି ଗୋଟିଏ ଭାବର ସୃଷ୍ଟି କରେ ଯେଉଁଥିରେ ସେମାନେ ଅବନତ ମସ୍ତକରେ ନତଜାନୁ ହୋଇ ସତ୍ସମ୍ଭ୍ରମେ ଭକ୍ତି ଗଦଗଦ କଣ୍ଠରେ ମା ମୋର ଜନନୀ ମୋର କହି ମୁଗ୍ଧ ହୁଅନ୍ତି, ବୁଦ୍ଧ ହୁଅନ୍ତି, ତୃପ୍ତି ହୁଅନ୍ତି, କୃତାର୍ଥ ହୁଅନ୍ତି, ତେବେ ହିଁ ତୁମେ ନାରୀ, ତେବେ ହିଁ ତୁମେ ସତୀ। ଦରିଦ୍ରତାର ଦାରିଦ୍ର୍ୟ, ତୁମେ ଅର୍ଥରେ ବା ଐଶ୍ୱର୍ଯ୍ୟରେ ଦରିଦ୍ର ହୋଇପାର, କିନ୍ତୁ ସେ ଦରିଦ୍ର ଯେପରି ତୁମର ଚରିତ୍ରରେ ହୀନତା, ଦୈନ୍ୟ ଓ ଦୃଷ୍ଟି ଆଣି ନପାରେ, ଦେଖିବ ତୁମର ଦରିଦ୍ରତା ବାଣୀ ସଂଖ୍ୟା। ଜୟ ଗୁରୁ। ନାରୀ ନୀତି ଗ୍ରନ୍ଥ ପାଠ କଲେ ଆମର ଶ୍ରଦ୍ଧେୟ ଜ୍ୟୋତିମା ଶ୍ରୀମତୀ ଜ୍ୟୋତିର୍ମୟୀ ସାହୁ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ ଆମର ଶ୍ରଦ୍ଧେୟ ଚିତ୍ରସେନ ଭାଇ ଶ୍ରୀଯୁକ୍ତ ଚିତ୍ରସେନ ପଲ୍ଲୀ ସ୍ୱାସ୍ଥ୍ୟ ସଦାଚାର ସୂତ୍ର ଗ୍ରନ୍ଥ ପାଠ କରିବେ। ଆଜ୍ଞା ଜୟ ଗୁରୁ।
जय उपस्थित गुरु समस्त को मोर प्रणाम एवं जय गुरु। परम दयाल परम प्रेममय जुग पुरुषोत्तम श्री श्री ठाकुरंकर श्रीमुख निःसृत स्वास्थ्य और सदाचार सूत्र पाठ करुच्ची। वैशिष्ट्य और सत्ता संरक्षणी सदाचार को अबदलित कर नाही, स्वस्तित्व हरैब शिष्टाचार भी अंतर्हित होइथिब क्रमन्वय। बाणी संख्या 28, पृष्ठा संख्या 15। जय गुरु। जय गुरु शास्त्र सदाचार सूत्र ग्रंथ पाठ कले आमर सदापि चित्रसेन भाई चित्रसेन पल्लई परिवार समस्त सार्विक मंगल ठाकुर श्रीचरण प्रार्थना। जय गुरु आज्ञा जय जय गुरु। जय गुरु। बर्तमान हम भजन आरंभ करिया। प्रथम भजन परिवेशन करिवे हमर सदा सौभाग्यकांत मनसुरकांत स्वाई। द्वितीय भजन परिवेशन करिवे हमर सदा कानु भाई सुध कांचन दास। तृतीय भजन परिवेशन करिवे हमर सदा ख्रीष्टाद भाई सुध ख्रीष्टाद नायक। चतुर्थ भजन परिवेशन करिवे हमर सद्या जय श्रीमा श्रीमती जय श्री राउत। आ पंचम भजन परिवेशन करिवे हमर सद्या शिवशक्ति सुश्री शिवशक्ति दास। बर्तमान अनुरोध करछि हमर अभिष्ट कंसल्टी हमर आयुष्मान सुधकांत स्वाई प्रथम भजन परिवेशन करिवे। जय गुरु। सकाळ फुलारे तुम्हारी सुवास सुंदरती रे तुम्हारी आशीष सुंदरती रे तुम्हारी आशीष सकाळ फुलारे तुम्हारी सुवास सुंदरती रे तुम्हारी आशीष सुंदरती रे तुम्हारी आशीष तुम अर्चना रे तुम प्रार्थना रे तुम अर्चना रे तुम प्रार्थना रे दूर हुए मन अपशोष परम दयाल हो मोर परम दयाल सकाळ फुलारे तुम्हारी सुवास संजरती रे तुम्हारी आशीष संजरती रे तुम्हारी आशीष पिता रूप तुम्हें दिया उपदेश पिता रूप तुम्हें दिया उपदेश माता रूप तुम्हें दिया उठहास पिता रूप तुम्हें दिया उपदेश माता रूप तुम्हें दिया उठहास रूप तुम्हें दिया देश बंधु रूप तुम्हें दिया साहस तुम दर्शन रे तुम प्रणाम रे तुम दर्शन रे तुम प्रणाम रे राग हिंसा मोर हुए शेष मोर पर
সকাল ফুলারে তোমারি সুবাস সঞ্চার তীরে তোমারি আশিস সঞ্চার তীরে তোমারি আশিস মাতা হই তুমি দিও স্নেহ ঢালি জয়া হই দিও দুঃখ দীপ জালি মাতা হই তুমি দিও স্নেহ ঢালি জয়া হই দিও দুঃখ দীপ জালি জীবন হই দুঃখ সংসারে লাভ হই মন মন্দিরে তুম স্মরণ রে তুম শরণ রে তুম স্মরণ রে তুম শরণ রে মলয় সে জয় মন চাষ মোর পরম দয়াল মোর পরম দয়াল সকাল ফুলারে তোমারি সুবাস সঞ্চার তীরে তোমারি আশিস সঞ্চার তীরে তোমারি আশিস সঞ্চার তীরে তোমারি আশিস জয় জয় গুরু। খুব সুন্দর ভাবে আমার ବିଷ୍ଟ କଣ୍ଠଶିଳ୍ପୀ ଆମର ସଦସ୍ୟ ସୁବୋଧ ସ୍ୱାଇଁ ଖୁବ ସୁନ୍ଦର ଭାବେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। ବର୍ତ୍ତମାନ ଜୟ ଗୁରୁ। ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟ କଣ୍ଠଶିଳ୍ପୀ ଆମର ସଦସ୍ୟ କାହ୍ନୁ ଭାଇ ସୁଧ କାହ୍ନୁଚରଣ ଦାସ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଆଉ ଥରେ ଅନୁରୋଧ କରୁଛୁ ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସଦସ୍ୟ କାହ୍ନୁ ଭାଇ ସୁଧ କାହ୍ନୁଚରଣ ଦାସ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ବୋଧହୁଏ ତାଙ୍କର କିଛି ସମସ୍ୟା ଅଛି। ଅନୁରୋଧ କରୁଛି ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସଦସ୍ୟ ଖ୍ରୀଷ୍ଟାବ୍ଦ ଭାଇ ସୁକ୍ତ ଖ୍ରୀଷ୍ଟାବ୍ଦ ନାୟକ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଆଉ ଥରେ ଅନୁରୋଧ କରୁଛି ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଖ୍ରୀଷ୍ଟାବ୍ଦ ଭାଇ ସୁକ୍ତ ଖ୍ରୀଷ୍ଟାବ୍ଦ ନାୟକ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ବୋଧହୁଏ ତାଙ୍କର ବି କିଛି ସମସ୍ୟା ଅଛି। ଅନୁରୋଧ କରୁଛି ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସଦସ୍ୟ ଜୟଶ୍ରୀ ମା ଶ୍ରୀମତୀ ଜୟଶ୍ରୀ ରାଉତ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟଗୁରୁ। ଜୟ ଗୁରୁ ମା ଜୟ ଗୁରୁ। রাধা কৃষ্ণ নাম জপ বিরাম জপ রাধা কৃষ্ণ নাম জপরে 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 রসনা অবিরত 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 রাধা কৃষ্ণ নাম জপ বিরাম জপ রাধা কৃষ্ণ নাম জপরে 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 রসনা অবিরত অবিরত অবিরত
এই নামের শোধা কর যদি পান, এ নামের শোধা কর যদি পান, সকল চাঁদ হয় অবসান। এই নামের শোধা কর যদি পান, এ নামের শোধা কর যদি পান, সকল চার হয় অবসান। দেহ মন প্রাণ, দেহ মন প্রাণ ইষ্ট প্রেমে হয় আনন্দ ব্রজধাম, আনন্দ ব্রজধাম। রাধা কৃষ্ণ নাম জপ বিরাম, রাধা কৃষ্ণ রাম জপ বিরাম, জপ রাধা কৃষ্ণ নাম। জপরে 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 রসনা অবিরত অবিরাম, অবিরত অবিরাম। সৎ নামে যদি মতি থাকে মন, সৎ নামে যদি মতি থাকে মন, অপর নামের কি বা প্রয়োজন। সৎ নামে যদি মতি থাকে মন, সৎ নামে যদি মতি থাকে মন, অপর নামে কি বা প্রয়োজন। মন মন্দিরে মন মন্দিরে থাকো চিরদিন, ওগো নকুল শ্যাম, ওগো নকুল শ্যাম। রাধা কৃষ্ণ নাম জপ বিরাম, রাধা কৃষ্ণ নাম জপ বিরাম, জপ রাধা কৃষ্ণ নাম। জপরে 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 রসনা অবিরত অবিরাম, অবিরত অবিরাম, অবিরত অবিরাম, অবিরত অবিরাম। জয় গুরু দাদা। জয় গুরু। খুব সুন্দর সুমধুর চলিত কণ্ঠରେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧା ଜୟଶ୍ରୀ ମା ଶ୍ରୀମତୀ ଜୟଶ୍ରୀ ରାଉତ ଖୁବ ସୁନ୍ଦର ଭାବରେ ଭଜନ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ବର୍ତ୍ତମାନ ଆଉ ଥରେ ଅନୁରୋଧ କରିବା ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧା କାହ୍ନୁ ଭାଇ ଶ୍ରୀତ କାଞ୍ଚନ ଦାସ ସେ ଜଏନ୍ କରିଥିବେ, ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଦାଦା ଜୟ ଗୁରୁ। ଜୟ ଗୁରୁ, ଜୟ ଗୁରୁ। ଅନଲାଇନ ସତ୍ସଙ୍ଗରେ ଉପସ୍ଥିତ ବରେଣ୍ୟ ପୁରୋଧା, ବରେଣ୍ୟ ଋତିକ ଦେବତା ମଣ୍ଡଳୀ, ବରେଣ୍ୟ ଯାଜକ ଅଧୁର୍ଜୁ କର୍ମୀ ମଣ୍ଡଳୀ, ପ୍ରାଣ ଗୁରୁ ଭାଇ ମା ମାନେ ସମସ୍ତଙ୍କୁ ମୋର ରାନନ୍ଦିତ ଜୟ ଗୁରୁ ନିବେଦନ କରେ। ତୁମ ଶ୍ରୀମନ୍ଦିରକୁ ଦେଖି ସତେ ବେନି ନେତ୍ର ଯାଏ ଲାଖି, ପ୍ରଭୁ ତୁମେ ବିଜେ କରିଛ, ଧନ୍ୟ କଲ ପାପୀ ତାପିଙ୍କି। ତୁମ ଶ୍ରୀମନ୍ଦିରକୁ ଦେଖି ସତେ ବେନି ନେତ୍ର ଯାଏ ଲାଖି, ତୁମ ଶ୍ରୀମନ୍ଦିରକୁ ଦେଖି ସତେ ବେନି ନେତ୍ର ଯାଏ ଲାଖି, ପ୍ରଭୁ ତୁମେ ବିଜେ କରିଛ, ଧନ୍ୟ ପାପୀ ତାପିଙ୍କି। ତୁମ ଶ୍ରୀମନ୍ଦିରକୁ ଦେଖି ସତେ ବେନି ନେତ୍ର ଯାଏ ଲାଖି, ତୁମ ଶ୍ରୀମନ୍ଦିରକୁ ଦେଖି ସତେ ବେନି ନେତ୍ର ଯାଏ ଲାଖି,
आनंद मेला लगी मोर तो धमरे तुम दरबार रे केते दुखी रंकिया से बुड़ दियंती नाम प्रेम सागरे आनंद मेला लगी मोर तो धमरे तुम दरबार रे केते दुखी रंकिया से बुड़ देयंती नाम प्रेम सागरे पूर्व जन्म रे थे पुण्य केही आसी पारे तीर्थ धाम पूर्व जन्म रे थे पुण्य केही आसी पारे तीर्थ धाम तुम दया करुणा ने आशा करे मुखी मुक्ति पाई की तुम श्री मंदिर को देखी सतवेरी नेत्र जाए लकी तुम श्री मंदिर को देखी सतवेरी नेत्र जाए लकी साधु संग सत्संग भजन कीर्तनी तुम चाहिए देव मानवर लीला से का बुझिव जे प्रेमी मजिथि साधु संग सत्संग भजन कीर्तनी तुम चलिछि देव मानवर लीला से का बुझिव जे प्रेमे मजिथि तुमे दरदे दयाल बोली भक्त आसन्ते दूरर चाहि तुमे दरदे दयाल बोली भक्त आसन्ते दूरर चाहि तुम दया करुणा ने आशा करे मुक्ति पाई के तुम श्री मंदिर को देखी सतवेनी नेत्र जाए लकी तुम श्री मंदिर को देखी सतवेनी नेत्र जाए लकी आनंद गुजरे टीके प्रसाद पाइबा पाई मन व्याकुल केते जन्म तपस्या मिले तुम करुणार शुभ फल आनंद जरे टीके प्रसाद पाइबा पाई मन व्याकुल केते जन्म तपस्यार मिले तुम करुणार शुभ फल जिए आसे तुमरे पासे फेरी जाइनी से खाए हाथे जिए आसे तुमरे पासे फेरी जाइनी से खाए हाथे सब किछि पाइछि बोले मन बळे सेवा पाई के तुम श्री मंदिर को देखी सतवेनी नेत्र जाए लकी तुम श्री मंदिर को देखी सतवेनी नेत्र जाए लकी प्रभु तुम्हें विजय करिछ धन्य कल पापिता पिंके तुम श्री मंदिर को देखी सतवेनी नेत्र जाए लकी तुम श्री मंदिर को देखी सतवेनी नेत्र जाए लकी तुम श्री मंदिर को देखी सतवेनी नेत्र जाए लकी तुम श्री मंदिर को देखी सतवेनी नेत्र जाए लकी तुम श्री मंदिर को देखी
সতে বেনি নেত্র যায় লাখি। দাদা জয় গুরু। ଜୟ ଗୁରୁ। খুব সুন্দর ভাবে আমরা বিষ্ট কণ্ঠশিল্পী আমার শ্রদ্ধেয় କାହ୍ନୁ ଭାଇ ଶ୍ରୀତ କାଞ୍ଚନ ଦାସ ନିଜସ୍ୱ ରଚନାର ଏହି ଭଜନ ଅତି ସୁନ୍ଦର ଭାବରେ ପରିବେଷଣ କଲେ। ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ଶାରୀରିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଦାଦା ଜୟ ଗୁରୁ। ଜୟ ଗୁରୁ ଜୟ ଗୁରୁ। ବର୍ତ୍ତମାନ ଆଉ ଥରେ ଅନୁରୋଧ କରିବା ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ଶ୍ରଦ୍ଧେୟ ଖ୍ରୀଷ୍ଟାବ୍ଦ ଭାଇ ଶ୍ରୀତ ଖ୍ରୀଷ୍ଟାବ୍ଦ ନାୟକ ସେ ଦୁଇ ଜଏନ୍ କରିଥିବେ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଜୟ ଗୁରୁ ଗୁରୁ ଜୟ ଜୟ ଗୁରୁ। ଗୁରୁ ଜୟ ଗୁରୁ। ତୁମ କଥା ମନେ ପଡ଼େ ଯେତେବେଳେ ମୋର ମୁଦି ହୋଇଯାଏ ଆଖି। ପ୍ରଭୁ ହେ ମୁଦି ହୋଇଯାଏ ଆଖି। ତୁମ କଥା ମନେ ପଡ଼େ ଯେତେବେଳେ ମୋର ମୁଦି ହୋଇଯାଏ ଆଖି। ପ୍ରଭୁ ହେ ମୁଦି ହୋଇଯାଏ ଆଖି। ଅଜଣା ପୁଲକେ ମୋର ଭରିଯାଏ ମୋର, ଅଜଣା ପୁଲକେ ମୋର ଭରିଯାଏ ମୋର। ତୁମେ ସର୍ବମୟ ଦେଖି ଓ ମୁଦି ହୋଇଯାଏ ଆଖି। ପ୍ରଭୁ ହେ ମୁଦି ହୋଇଯାଏ ଆଖି। ଏ ମନରେ ଭରି ଅଛି ଯେତେକ ବେଦନା, ବିଦାରିତ ହୃଦ ଆଉ ଚିନ୍ତା ଅନାବନା। ଏ ମନରେ ଭରି ଅଛି ଯେତେକ ବେଦନା, ବିଦାରିତ ହୃଦ ଆଉ ଚିନ୍ତା ଅନାବନା। লিভিଯାଏ ପଲକରେ, লিভিଯାଏ ପଲକରେ, ତୁମ ସ୍ମୃତି ଉଠେ ଜାଗି, ତୁମ ସ୍ମୃତି ଉଠେ ଜାଗି। ତୁମ କଥା ମନେ ପଡ଼େ ଯେତେବେଳେ ମୋର ମୁଦି ହୋଇଯାଏ ଆଖି। ପ୍ରଭୁ ହେ ମୁଦି ହୋଇଯାଏ ଆଖି।
দীপ্তিময় রূপ তুম কমনীয় হস, প্রীতিময় চাহাণীরে হুয়ে মো বিবশ। দীপ্তিময় রূপ তুম কমনীয় হস, প্রীতিময় চাহাণীরে হুয়ে মো বিবশ। সে সুন্দর মূরতিরে, সে সুন্দর মূরতিরে আখি রহি যায় লাখি, আখি রহি যায় লাখি। তুম কথা মনে পড়ে যেতেবেলে মোর, মুদি হই যায় আখি। প্রভু হে মুদি হই যায় আখি। বিশাল তুম আসন ছোট মো হৃদয়, কিপরি বসিব প্রভু হুয়ে মোর ভয়। বিশাল তুম আসন ছোট মো হৃদয়, কিপরি বসিব প্রভু হুয়ে মোর ভয়। থাপিব দিনে পয়র, থাপিব দিনে পয়র, রখিছি আশা তথাপি, রখিছি আশা তথাপি। তুম কথা মনে পড়ে যেতেবেলে মোর, মুদি হয়ে যায় আখি। প্রভু হে মুদি হয়ে যায় আখি। অজনা পুলকে মোর ভরি যায় মন, অজনা পুলকে মোর ভরি যায় মন। তুমি সর্বময় দেখি, ও মুদি হই যায় আখি। প্রভু হে মুদি হই যায় আখি। তুম কথা মনে পড়ে যেতেবেলে মোর, মুদি হই যায় আখি। প্রভু হে মুদি হই যায় আখি। প্রভু হে মুদি হই যায় আখি। দাদা জয় গুরু, ସମସ୍ତଙ୍କୁ ଜୟ ଗୁରୁ। ଜୟ ଗୁରୁ। ଖୁବ ସୁନ୍ଦର ଭାବରେ ଆମର ବିଷ୍ଟକରଣ ଶିଳ୍ପୀ ଆମର ସଦ୍ୟ ଖ୍ରୀଷ୍ଟାବ୍ଦ ଭାଇ ଶ୍ରୀଯୁକ୍ତ ଖ୍ରୀଷ୍ଟାବ୍ଦ ନାୟକ ଖୁବ ସୁନ୍ଦର ଭାବରେ ସ୍ୱର୍ଗପୂଜ୍ୟ ପୂଜ୍ୟ ସରୋଜଦାଙ୍କର ବିରଚିତ ଏହି ଭଜନ ପରିବେଷଣ କଲେ। ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ସେଇ ଚରଣରେ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ ଦାଦା। ଜୟ ଗୁରୁ। ବର୍ତ୍ତମାନ ପରବର୍ତ୍ତୀ ଭଜନ ପରିବେଷଣ କରିବେ ଆମର ଅନ୍ୟତମ ବିଷ୍ଟକରଣ ଶିଳ୍ପୀ ଆମର ସଦ୍ୟ ଶୁଭ ଶକ୍ତି ସୁଶ୍ରୀ ଶୁଭ ଶକ୍ତି ଦାସ ପରବର୍ତ୍ତୀ ଭଜନ ପରିବେଷଣ କରିବେ। ଜୟ ଗୁରୁ ଦାଦା। ଜୟ ଗୁରୁ। ପ୍ରଭୁ କୁହ, ପ୍ରଭୁ କୁହ, ପ୍ରଭୁ କୁହ, କୁହ, କୁହ ଏଥର ସତିକି
জানিছ সতেকি জানিছ জাদু মন্তর সতেকি জানিছ জাদু মন্তর প্রভু কুহ প্রভু কুহ প্রভু কুহ 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 এথর সতেকি জানিছ সতেকি জানিছ জাদু মন্তর সতেকি জানিছ জাদু মন্তর তোমারি নয়নে নয়ন মিলিলে তোমারি নয়নে নয়ন মিলিলে শুভে বৃন্দাবন বহিষির সতেকি জানিছ সতেকি জানিছ জাদু মন্তর সতেকি জানিছ জাদু মন্তর প্রভু কুহ প্রভু কুহ প্রভু কুহ 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 এথর সতেকি জানিছ সতেকি জানিছ জাদু মন্তর অনদর সন মানে নিমো মন তুমি কামর জীবর জীবন হসরে তুমর সুধার ধর মথুরা মাছুরি কিনে মন মোর অনদর সন মানে নিমো মন তুমি কামর জীবর জীবন হসরে তুমর সুধর ধর মথুরা মথুরি কিনে মন মোর পরাণ বই পিরতির ধার সতেকি জানিছ সতেকি জানিছ জাদু মন্তর সতেকি জানিছ জাদু মন্তর প্রভু কুহ প্রভু কুহ প্রভু কুহ 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 এথর সতেকি জানিছ সতেকি জানিছ জাদু মন্তর মরমে মরমে চিত বুঝুছি সরমে সরমে মন মু ধরুছি সহিমু পরে না রহিমু পরে না ছিড়াই সকল সংসার বাসনা মরমে মরমে চিত বুঝুছি সরমে সরমে মন মু ধরুছি সহিমু পরে না রহিমু পরে না ছিড়াই সকল সংসার বাসনা ছন্দ চরণরে বন্ধা প্রাণ মোর সতেকি জানিছ সতেকি জানিছ জাদু মন্তর সতেকি জানিছ জাদু মন্তর প্রভু কুহ প্রভু কুহ প্রভু কুহ 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 এথর সতেকি জানিছ সতেকি জানিছ জাদু মন্তর তোমারি নয়নে নয়ন মিলিলে তোমারি নয়নে
নয়ন মিলিলে শুভে বৃন্দাবন মহিষীর স্বর সতিকি জানিছ সতিকি জানিছ যাদু মন্তর প্রভু কুহ প্রভু কুহ প্রভু কুহ 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 এথর সতিকি জানিছ সতিকি জানিছ যাদু মন্তর সতিকি জানিছ যাদু মন্তর সতিকি জানিছ যাদু মন্তর। জয় গুরু দাদা। জয় গুরু। খুব সুন্দর এক্সিলেন্ট সমুদ্র পারফরমেন্স, এক্সিলেন্ট পারফরমেন্স। খুব সুন্দর সমুদ্র ସୁଳିତ କଣ୍ଠରେ ଆମର ବିଷ୍ଟ କଣ୍ଠଶିଳ୍ପୀ ଆମର ସଦ୍ୟା ଶୁଭଶକ୍ତି ସୁଶ୍ରୀ ଶୁଭଶକ୍ତି ଦାସ ଖୁବ ସୁନ୍ଦର ଭାବରେ ଆମର ସମ୍ମାନୀୟ ସୁଭାଷ ଦା ଠାକୁରଙ୍କ ସପ୍ରତିଥି ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ମହାପାତ୍ରଙ୍କର ବିରଚିତ ଏହି ଭଜନ ପରିବେଷଣ କଲେ। ଆଉ ତାଙ୍କର ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ଜୟ ଗୁରୁ। ଆମର ସଦ୍ୟ କାହ୍ନୁ ଭାଇ ସିଏ ତାଙ୍କର ଇଚ୍ଛା କରିଥିଲେ ଏଇ ଭଜନଟା ଶୁଭଶକ୍ତି ଗାଇବା ପାଇଁ, ଆଉ ସେ ମଧ୍ୟ ତାଙ୍କର କମେଣ୍ଟସ ଦେଇଛନ୍ତି। ଆଉ କାହ୍ନୁ ଭାଇଙ୍କର ପୁନର୍ବାର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ଜୟ ଗୁରୁ। ଜୟ ଗୁରୁ। ଜୟ ଗୁରୁ। ଦାଦା ମୋର ମୋର ଭାଣିଜୀଙ୍କର ଭଜନ ବହୁତ ବଢିଆ, ମୋ ହଁ ତରଫରୁ ଜୟ ଗୁରୁ। ହଁ ଆଉ ଜଣେ କାହ୍ନୁ ଭାଇ ଧନ୍ୟବାଦ ଭାଇଙ୍କ ଭଜନ ପାଇଁ। ଆଉ ମା ଆଜ୍ଞା ଆଜ୍ଞା ଶୁଭଶକ୍ତିଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆଉ ଜୟ ଗୁରୁ। ଆଜ୍ଞା। ଜୟ ଗୁରୁ ଦାଦା। ଜୟ ଗୁରୁ। ସମସ୍ତେ ଜୟ କମେଣ୍ଟ ଗୁରୁ, ଦେଲେ, ଜୟ ଜୟ ଶୁଭଶକ୍ତି। ଆଉ ବହୁତ ଲୋକ ଯାହା କମେଣ୍ଟ ଦେଲେ, ଆଉ ସମସ୍ତଙ୍କର ସର୍ବତ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣ ପ୍ରାର୍ଥନା। ବର୍ତ୍ତମାନ କୀର୍ତ୍ତନ ପରିବେଷଣ କରିବେ ଆମର ସଦ୍ୟ ସୋମନାଥ ବାବୁ ଶ୍ରୀଯୁକ୍ତ ସୋମନାଥ କାୟସ୍ଥ ଏବଂ ତାଙ୍କର ପରିବାର କୀର୍ତ୍ତନ ପରିବେଷଣ କରିବେ। ଦାଦା ଜୟ ଗୁରୁ। ଜୟ ଗୁରୁ। ଜୟ ଗୁରୁ। ଧନ୍ୟ ଏହି ଧରା ଧୂଳି ପ୍ରଭୁ ତୁମ আগমনে ধন্য ଏହି ধরা ধূଳି প্রভু তুম আগমনে প্রভু আসি বিরাজিছ ଏହି ধরা ধামে প্রভু আসি বিরাজিছ ଏହି ধরা ধামে ধন্য ଏହି ধরা ধূଳି প্রভু তুম আগমনে ধন্য ଏହି ধরা ধূଳି প্রভু তুম আগমনে ধন্য ଏହି ধরা ধূଳି প্রভু তুম আগমনে ধন্য ଏହି ধরা ধূଳି আগমনে প্রভু আসি বিরাজিছ
प्रभु आसी विराजित শয়নে বা জাগরণে তুমকু পাইছি দয়া আজি শয়নে বা জাগরণে তুমকু পাইছি তুম নাম তুম ধ্যানে দূর হুয়ে দুঃখ হে পুষ্পিত হয়ে যায় কণ্ঠকিত পথ তুম নাম তুম ধ্যানে দূর হুয়ে দুঃখ সুমিত হয়ে যায় কণ্ঠকিত পথ লীলাময় প্রভু তুমে সর্ব মন প্রাণে ও নিত্য লীলাময় প্রভু তুমে সর্ব মন প্রাণে প্রভু রাগিত ধরাধাম প্রভু আসি বিরাজিত ধরাধাম ও প্রভু আসি বিরাজিত ধরাধাম নিত্য লীলাময় প্রভু তুমে সর্ব মন প্রাণে নিত্য লীলাময় প্রভু তুমে সর্ব মন প্রাণে নিত্য লীলাময় প্রভু তুমে সর্ব মন প্রাণে নিত্য লীলাময় ও নিত্য লীলাময় প্রভু তুমে সর্ব মন প্রাণে নিত্য প্রভু আসি বিরাজিত ধরাধামে প্রভু আসি বিরাজিত প্রভু আসি বিরাজিত ধরাধাম প্রভু আসি বিরাজিত ধরাধাম বান্ধিଅଛ ସଂସାରକୁ ପ୍ରେମର ଡୋରିରେ ପ୍ରେମର ଭବ ଜଳେ ନାଉରିଆ ତୁମେ ମୋ ନାରେ ଦୟା ଦୟା
ଘରକୁ ପ୍ରେମର ଡୋରିରେ ଆଜି ଭବ ଜଳେ ନାଉରିଆ ତୁମେ ମୋ ନାରେ ନାମ ଧ୍ୟାନ ଇଷ୍ଟ ଭୂତି ଯୋଜନ ଯାଜନ ହେ ଭରି ଦିଏ ଜୀବନରେ ଶାନ୍ତି ଅନୁପମ ନାମ ଧ୍ୟାନ ଇଷ୍ଟ ଭୂତି ଯୋଜନ ଯାଜନ ହେ ଭରି ଦିଏ ଜୀବନରେ ଶାନ୍ତି ଅନୁପମ ଯୁগে 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 ଆସୁଥାଅ ପ୍ରଭୁ ଧର୍ମ ସଂସ୍ଥାପନେ ଯୁগে ଯୁগে ଆସୁଥାଅ ପ୍ରଭୁ ଧର୍ମ ସଂସ୍ଥାପନେ प्रभु आके विराजित एही धरा में प्रभु आके विराजित प्रभु आके विराजित एही धरा में जुगे जुगे आसुथा प्रभु धर्म संस्थापने 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 जुगे जुगे प्रभु धर्म संस्थापन जुगे जुगे आसुथा प्रभु धर्म संस्थापने 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 प्रभु आके विराजित प्रभु आके विराजित प्रभु आके विराजित प्रभु आके विराजित दादा जय गुरु जय गुरु खूब सुंदर भाव आमर सद्य सोमनाथ बाबू शीत सोमनाथ कायस्थ खूब सुंदर भाव परिवार समस्ते मिलित भाव कीर्तन परिवेशन कले आ सोमनाथ बाबू पितृदेव आमर कैबल्य भाई एवं मातृदेवी लक्ष्मी माँ समस्ते मिलित भाव खूब सुंदर कीर्तन परिवेशन कले समस्त सर्वदा मंगल ठाकुर श्रीचरण प्रार्थना जय गुरु प्रतिदिन प्रातः समय चांदोल सत्संग विहार अनुकूल सत्संग आज सत्संग प्रतिदिन भली निवेदन कर प्रसन्न बाबू सहित प्रसन्न कुमार बेहरा एफएस परिवार समस्त सार्विक मंगल ठाकुर श्रीचरण प्रार्थना तत्सहित सत्संग निवेदन कर प्रति संक्रांति भली आज सत्संग निवेदन कर सहनिया विदुलता महा श्रीमती विदुलता राउत परिवार समस्त सार्विक मंगल ठाकुर श्रीचरण प्रार्थना तत्सहित सत्संग निवेदन कर श्रद्धेय प्रफुल्ल भाई श्रीयुक्त प्रफुल्ल कुमार सामल स्वर्गत मातृदेवी श्राद्ध उपलक्षे ठाकुर श्रीचंड से स्वर्गत आत्मा सद्गति प्रार्थना जन सहित प्रफुल्ल भाई परिवार समस्त सर्वद मंगल ठाकुर श्रीचरण प्रार्थना तत्सहित प्रति संक्रांति भली सत्संग निवेदन कर श्रद्धेय परितोष भाई श्रीयुक्त परितोष पात्र परिवार समस्त सार्विक मंगल ठाकुर श्रीचरण प्रार्थना तत्सहित आज कुंभ संक्रांति
ପାଇଁ ସତ୍ସଙ୍ଗ ନିବେଦନ କରିଛନ୍ତି ଆମର ଶ୍ରଦ୍ଧା ଜ୍ୟୋତିମା ଶ୍ରୀମତୀ ଜ୍ୟୋତିର୍ମୟୀ ସାହୁ ତାଙ୍କ ପରିବାର ସମସ୍ତଙ୍କର ସାର୍ବିକ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀଚରଣରେ ପ୍ରାର୍ଥନା। ପ୍ରତିଦିନ ଭଳି ଆମର ସତ୍ସଙ୍ଗର ଅନେକ ପୂଜ୍ୟ ରୀତି ଅଧୁର୍ଯ୍ୟ ଯାଜ ଗୁରୁ ଭାଇମାନେ ମା ମାନେ ଯୋଗଦାନ କରିଛନ୍ତି। ପ୍ରତିଦିନ ଭଳି ଆମର ଠାକୁରଙ୍କ ସହ ପ୍ରତିନିଧି ପୂଜ୍ୟ ସର୍ବଶ୍ରୀ ଅରୁଣ କୁମାର ସ୍ୱାଇଁ ଅଶୋକ କୁମାର ମଲ୍ଲିକ ବିଜୟଭୂଷଣ ମିଶ୍ର ବିଚିତ୍ରାନନ୍ଦ ଆଚାର୍ଯ୍ୟ ବ୍ରଜବନ୍ଧୁ ବେହେରା ଡକ୍ଟର ନଗରନାଥ ସ୍ୱାଇଁ ଡକ୍ଟର ସୀତାକାନ୍ତ ଦାସ ଡକ୍ଟର ସୁମନ୍ତ କୁମାର ମିଶ୍ର ଡକ୍ଟର ପଞ୍ଚାନ ମିଶ୍ର ଡକ୍ଟର ପବିତ୍ର କୁମାର ମେକଅପ ଦିବାକର ସ୍ୱାଇଁ ଇଞ୍ଜିନିୟର କାଶୀନାଥ ତ୍ରିପାଠୀ ଇଞ୍ଜିନିୟର ଶଶାଙ୍କ ଶେଖର ବେହେରା ଇଞ୍ଜିନିୟର ସଚିଦାନନ୍ଦ ମଲ୍ଲିକ ଇଞ୍ଜିନିୟର ଶରତ କୁମାର ଦାସ ଇଞ୍ଜିନିୟର ଯୁବରାଜ ପ୍ରସାଦ ଜଗଦୀଶ ଚନ୍ଦ୍ର ସାହୁ କୈଳାସ ଚନ୍ଦ୍ର ବେହେରା ମଙ୍ଗତା ସାହୁ ନିମାଇ ଚରଣ ଦାସ ପାରେଶ୍ୱର ଜେନା ପ୍ରଭାତ କୁମାର ସାହୁ ପ୍ରଶାନ୍ତ କୁମାର ସିଂ ପରଶୁରାମ ମାଣିକ ରମେଶ ଚନ୍ଦ୍ର ନାୟକ ରଘୁନାଥ ବସ୍ତିଆ ରଜନୀକାନ୍ତ ପଣ୍ଡା ରବୀନ୍ଦ୍ରନାଥ ପ୍ରଧାନ ସନ୍ତୋଷ କୁମାର ଷଡ଼ଙ୍ଗୀ ସୁଭାଷ ଚନ୍ଦ୍ର ଦାସ ତାରାକାନ୍ତ ବେହେରା ପ୍ରଫେସର ଉଗ୍ରଶେନ ଲେଙ୍କା ପ୍ରଫେସର ହୃଦୟରଞ୍ଜନ ତ୍ରିପାଠୀ ଏଭଳି ଅନେକ ପୂଜ୍ୟ ରୀତିମାନେ ଯୋଗ ଦେଇଛନ୍ତି। ପରବର୍ତ୍ତୀ ଅବସ୍ଥାରେ ଆଉ ଯଦି କିଏ ଯୋଗ ଦେଇଥିବ ତ ମୁଁ ଦେଖିନଥାଇପାରେ। ଆଉ ଆମ ପାଖରେ ଠାକୁରଙ୍କ କଥା ଯିଏ ତୋଳି ଧରିବେ ଆମେ ଅନେକ ଥର ତାଙ୍କ ଠାକୁରଙ୍କ କଥା ଶୁଣି ଆସିଛେ। ଜଣେ ବ୍ୟକ୍ତିତ୍ୱ ଜଣେ ବକ୍ତା ବିଶେଷ ଭାବରେ ମୋର ସହପାଠୀ ଆଉ ସିଏ ହେଲା ମୋର ଶ୍ରଦ୍ଧେୟ शुभेन्दु भाई इंजीनियर शुभेन्दु रंजन राय भद्रक रोड ट्रांसपोर्ट अधिकारी अनुरोध करवा आलोचना आरंभ करेंगे इंजीनियर शुभेन्दु रंजन राय। जय गुरु भाई जय गुरु जय गुरु जय गुरु जय गुरु। प्रिय परम जीवन श्री ठाकुर मोर परम आराध्या जगत जन श्री श्री बड़मा परम पूज्यपाद श्री श्री बड़दा परम पूज्यपाद श्री श्री आचार्य सभी को रातुल चरण मोर प्रणाम इष्ट परिवार सभी को चरण प्रणाम पूज्य पुरोधा पूज्य ऋतिक मंडली गुरु भाई गुरु माँ समस्त मोर सदा प्रीति राहा और जय गुरु। आज पवित्र शुक्रवार शुभ शुक्रवार संक्रांति और एकादशी तिथि मध्य आज पंकोधार एकादशी पंकोधार एकादशी आज्ञा पंकोधार एकादशी एकादशी रे प्रभु लोकनाथंकर पंख उद्धार करा जाए और प्रभु यही वर्ष रे गोटे दिन दर्शन दियंती पुरी रे श्रीक्षेत्र पुरी रे जाऊ आम माने यही सकाळु सकाळु चंदोल सत्संग आवाज सत्संग रे परम दयालंकर भजन कीर्तन शुणुचे गुरु वंदना तत्परे सम्मिलित नाम जप सत्यांश पाठ नारीति पाठ भजन कीर्तन परे एबे तांको विषय आमे किछि आलोचना करिबा और यही सत्संग रो सुयोग प्रदान करचंती श्री प्रसन्न कुमार बेहेरा श्री प्रफुल्ल कुमार सामल श्री परितोष पात्र श्रीमती विदुलता राउत और श्रीमती ज्योतिर्मयी साहुमा समस्ते स्थित पाए उठंतु परम दयाल को मथारे बहन करी चलंतु समस्त जीवन सरल और सुंदर हो से मंगलमय समस्तंकर मंगल करंतु। आम मान समस्ते इष्ट प्रतिष्ठा करू बोली अहंकार करू गोटे इतर अहंकारी मूर पोषण करू किंतु इष्ट वरण पितृपोषण जो कथा अछि ता केते करू आमे नहीं जानू मोर निजस्व स्वार्थ आलस्य अपारगता सबू नहीं तांको बाहाना रे कष्टर मुक्ति पाई जीवन जंजाल प्रति मुहूर्तर प्रतिकूलता को लंघिया पाई तांकरी शरण रहू स्मरण रहू आउ यही सब जेते सब आमर कार्यक्रम सब ताकू ही नहीं
ସୁଖ, ସ୍ୱାଚ୍ଛନ୍ଦ୍ୟ, ସ୍ୱାସ୍ଥ୍ୟ, ସମ୍ପତ୍ତି, ପ୍ରତିପତ୍ତି, ପ୍ରତିଷ୍ଠା, ଯଶ, ମାନ, ଅର୍ଥ ସବୁ ମୋର ଲୋଡ଼ା। କିନ୍ତୁ ତୁମ ପାଇଁ ତୁମକୁ ଭଲ ପାଇବା ମୋର ବିଲୋ 5%। ତାଙ୍କ ପାଇଁ ତାଙ୍କୁ ବି ଭଲ ପାଇବା। ଆମମାନେ ମନ୍ଦିର ଯାଉ, ବିଭିନ୍ନ ଅନୁଷ୍ଠାନ କରୁ, ସବୁଠି ଆମର ସ୍ୱାର୍ଥ ନିହିତ ଥାଏ ଯେ କଣ କଣ ମତେ ମିଳିବ, କିନ୍ତୁ ଆମେ ତାଙ୍କୁ କେତେ ଚାହୁଁ? କେବଳ ତୁମେ ହିଁ ଏକା ସିଏ ରାଜାଧିରାଜ ପରମେଶ୍ୱରଙ୍କୁ କେତେ ଜଣ ଚାହୁଁ, ଆଉ ତାଙ୍କୁ ଆମେ ଯେତିକି ଚାହୁଁ ସେତିକି ପାଉ। ସେ ତ ପୂର୍ଣ୍ଣ ବ୍ରହ୍ମ, ତେଣୁ କଣିକିଆ ମିଳିଲେ ବି ସେ ପୂର୍ଣ୍ଣ। ଆମେ ଆମର ଯାହା ଯାହା ଅପୂର୍ଣ୍ଣ ଅଛି, ଯାହା ଯାହା ଗ୍ୟାପ୍ ଅଛି, ସବୁଗୁଡା ସେ ପରିପୂର୍ଣ୍ଣ କରିଦିଅନ୍ତି। ଏ ଦୟାଲ, ତଥାପି ତୁମେ ଜଡାଇ ଧରିଛ, ହାତ କଢାଇ ପଥ ଦେଖାଇଛ। ସଂସାର ପାରାବରରେ ନାଉରୁ ହେଇ ଜୀବନ ନା ବାହି ନେଇଛ। ହେ ନାଥ, ଆପଣ ହିଁ ଜଗନ୍ନାଥ, ଆପଣ ହିଁ ପୁରୁଷୋତ୍ତମ, ଆପଣ ହିଁ ପରମ ଦୟାଳ। ପଢୁଥିଲି, ଥରେ ଜଣେ ଭାଇ ଆସି କହୁଛନ୍ତି ଯେ ଠାକୁର, ମୁଁ ଆପଣଙ୍କୁ ଖୁବ ଭଲ ପାଏ, କିନ୍ତୁ ଆପଣଙ୍କ କଥା ଯେତେବେଳେ ଆଲୋଚନା କରିବାକୁ କୁହାଗଲା, କିଛି ଆପଣଙ୍କ ବିଷୟରେ କହିବାକୁ କୁହାଗଲା, ସତ୍ସଙ୍ଗ ବିଷୟରେ କହିବାକୁ କୁହାଗଲା, ମୁଁ କିଛି କହିପାରିଲି ନାହିଁ। ଠାକୁର ସହଜ ଭାବରେ କହୁଛନ୍ତି, ତୁ କହିଲୁନି। ମୋ ଠାକୁର ସମସ୍ତଙ୍କୁ ବହି ନିଅନ୍ତି। ଆପଣ ଦେଖିଥିବେ ଗୋଟେ ଜାହାଜରେ ଗୋଟେ ଡଙ୍ଗା ବା ଜାହାଜ ଯାହା କୁହନ୍ତୁ, ସେଇଥିରେ ବିଭିନ୍ନ ପ୍ରକାର ଲୋକ ବସିଥାନ୍ତି। ହୁଏତ କୋଉଠି ଫୁଟବଲ ଖେଳ ହଉଛି, ହୁଏତ କୋଉଠି ଫିଲ୍ମ ଚାଲିଛି, ହୁଏତ କୋଉଠି ନାଚ ଚାଲିଛି, କୋଉଠି ଭଜନ ପ୍ରାର୍ଥନା ଚାଲିଛି, ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି। କିନ୍ତୁ ସବୁ ବହି ନେଇ ସେ ଏ କୂଳରୁ ସେ କୂଳ ଲଗେଇଦବା ଜାହାଜର କାମ। ସେଇ ଜୀବନ କାଣ୍ଡାରୀ, ତାଙ୍କୁ ଧରି ଆମେ ସେଇ ନାଁରେ ବସିଛେ। ଏଇ ନାଁ ହଉଛି ସତ୍ସଙ୍ଗର ନାଁ। ଏଇ ନିକଟରେ ସୁଦାସର୍ଜନା ଉତ୍ସବ ଉଦଯାପିତ ହେଲା ବାଲିଯାତ୍ରା ପଡିଆ ଭୁବନେଶ୍ୱର କୁଆଖାଇ ନଦୀ ପଠାରେ। ସବୁ ଦିଗରୁ ସରସୁନ୍ଦର ଉତ୍ସବଟିଏ ଲାଗିଲା। ପରମ ପୂଜ୍ୟବାସୀ ଆଚାର୍ଯ୍ୟ ଦେବ ଯେପରି ଇଚ୍ଛା କରିଥିଲେ, ସେହିପରି ଗୋଟେ ଉତ୍ସବ ହୋଇଥିଲା ପରି ମୋର ହୃଦବୋଧ ହେଲା। ସବୁ ତାଙ୍କରି ଦୟାରେ। ଆମମାନେ ଯେତେବେଳେ 2022 ଠାକୁରଙ୍କର ଉତ୍କଳ ଆଗମନୀ ଶତବାର୍ଷିକ ପାଳନ ପାଇଁ ପ୍ରସ୍ତୁତି କରୁଥିଲୁ, ତାର ବହୁ ପୂର୍ବରୁ ଆଚାର୍ଯ୍ୟ ଦେବ ଭୁବନେଶ୍ୱର ଆସିଥିଲେ। ଆଉ ଏଇଭଳି ଗୋଟେ ଉତ୍ସବ କରିବା ପାଇଁ ସେ ଚାହିଁଥିଲେ। ଦୀର୍ଘ 4 ବର୍ଷ ପରେ ଆମମାନେ ସେଇଭଳି ଉତ୍ସବଟେ କରିବାକୁ ସଫଳ ହେଲୁ ବୋଲି ମୁଁ ଭାବେ। ପରମ ପୂଜ୍ୟବାସୀ ଦାଦାଙ୍କର ଯୋଉ ଉକ୍ତି, ଉତ୍ସବ ତାକୁ ହିଁ କୁହେ ଭଜନ ଭୋଜନ ଦୀକ୍ଷା ଅବାଧରେ ଚାଲିଥାଏ। ବିନା ବିରତିରେ ମାତୃମଣ୍ଡପ, ଭାତୃମଣ୍ଡପ, ଭଜନ କୀର୍ତ୍ତନ ମଣ୍ଡପ, ମେଡିକାଲ କ୍ୟାମ୍ପ, ଭଣ୍ଡାରା ପ୍ରସାଦ ସେବନ, ସେଲଫି ପଏଣ୍ଟରେ ଫଟୋ ଉତ୍ତୋଳନ ସବୁ ଚାଲିଥାଏ ଅବାଧରେ, ଅବିରତ ଭାବରେ। ବିଭିନ୍ନ ପ୍ରାନ୍ତରୁ ଏତେ ଗୋଟେ ମଣିଷ ଅନେକ କଷ୍ଟ ସହି ଆସନ୍ତି ଆପଣଙ୍କ ପ୍ରିୟ ପରମଙ୍କ ଉତ୍ସବରେ ଯୋଗ ଦେବାକୁ। ପରିଚିତ ଗୁରୁ ଭାଇ ମାନଙ୍କ ସହିତ ଟିକେ ମିଳିତ ହେବାକୁ। ଏହା ଗୋଟେ ମିଳନର କ୍ଷେତ୍ର। ଆମମାନେ ସମସ୍ତେ ବ୍ୟକ୍ତିଗତ ସାଧନା କରୁ, ଏହି ଉତ୍ସବ ଗୋଟିଏ ସାମୂହିକ ସାଧନା, ଗୋଷ୍ଠୀଗତ ଉଦାମତା। ଜୟଗୁରୁର ଧ୍ୱନି ଚତୁର୍ଦିଗରୁ ଗୁଞ୍ଜରିତ, ମନରେ ଅସୀମ ଆନନ୍ଦ ଭରି ରହିଛି। ମଣିଷ ସାଂସାରିକ ମୋହମାୟା ଜଳା ଜଞ୍ଜାଳରୁ ଟିକେ ଶାନ୍ତି ପାଏ। ଏଇ ଆଧ୍ୟାତ୍ମିକ ପରିବେଶରେ ଈଶ୍ୱରମୁଖୀ ହୋଇ ଉଠେ, ଗୁରୁମୁଖୀ ହୋଇ ଉଠେ। ଏହା ଦ୍ୱାରା ଅନେକ ମନରେ ଗୋଟେ ଉତ୍ସୁକତା ଜାଗାଏ। ଭୁବନେଶ୍ୱର ଗୋଟେ ବିରାଟ ସହର,
ଆଉ 12 ଲକ୍ଷରୁ ଉର୍ଦ୍ଧ୍ୱ ଭୁବନେଶ୍ୱର ବାସିନ୍ଦା। ପ୍ରତ୍ୟୟ ବିଭିନ୍ନ ପ୍ରାନ୍ତରୁ ପ୍ରାୟ 2ରୁ 3 ଲକ୍ଷ ଲୋକ ଭୁବନେଶ୍ୱର ଆସନ୍ତି। ପ୍ରାୟ 15 ଲକ୍ଷ ଲୋକଙ୍କ ଉତ୍କଣ୍ଠା ଜାଗେ ଯେ 8 ଫେବୃଆରୀ ବାଲିଯାତ୍ରା ପଡ଼ିଆରେ କଣ ଗୋଟେ ହେଉଛି। ଆମମାନଙ୍କର ଆଡଭର୍ଟାଇଜମେଣ୍ଟ ବି ବହୁତ ସୁନ୍ଦର ଥିଲା। ଏଇ ତ ହେଲା ପରମ ପିତାଙ୍କ ଯାଜନ। ମୁଁ ହୁଏତ ଦୀକ୍ଷିତ, ମୋ ପରିବାର ନେଇ ଆସିଛି, ସାଥିରେ ଅନ୍ୟ ଅଧିକିତ ସାଙ୍ଗ ଆସିଛି। ସବୁ କିଛି ପ୍ରତ୍ୟକ୍ଷ କଲା ପରେ, ସବୁ କିଛି ଦେଖିଲା, ଶୁଣିଲା, ପ୍ରସାଦ ସେବନ କଲା, ସବୁ ପରେ ତା ମନରେ ଗୋଟେ ଠାକୁରଙ୍କ ପ୍ରତି ସ୍ୱତଃ ଭଲ ପାଇବା ଆସେ। ତା ମନରେ ଗୋଟେ ପ୍ରତ୍ୟୟ ଆସେ, ବିଶ୍ୱାସ ଆସେ ସତ୍ସଙ୍ଗ ମାନଙ୍କ ପ୍ରତି, ଠାକୁରଙ୍କ ପ୍ରତି। ଯଦି ତାର ପୂର୍ବାର୍ଜିତ କର୍ମଫଳ ଥାଏ, ପିତାମାତାଙ୍କ ସୁକୃତ ଥାଏ, ସେ ସତ୍ସଙ୍ଗରେ ଦୀକ୍ଷିତ ହୋଇଯାଏ। ବା ଏଇ ଯୋଉ ବୀଜଟି ବପନ ହେଲା ତା ହୃଦୟରେ ପରମ ଦୟାଲଙ୍କ ପ୍ରତି ଟିକିଏ ଭଲ ପାଇବା, ସିଏ ହୁଏତ ଆଉ କିଛି ଦିନ ପରେ, ବର୍ଷେ 2 ବର୍ଷ ବା 5 ବର୍ଷ ପରେ ସେ ତାଙ୍କର ଶରଣାଗତି ଲାଭ କରେ। ଏଇ ସବୁ ଏଡେ ବଡ ବ୍ୟାପାର ଦେଖିଲା ପରେ ଠିକ ଠାକୁର ପ୍ରଣାମ କରିବାକୁ ଯାଉଛି, ସେଇଠି ସଦୟ ଦେବ ଭାଇ ଆଉ ଝରଣା ମା ଦେଖାଇଗଲେ। ମିଳନ କ୍ଷେତ୍ର। ଆପଣମାନେ ଯୋଉ ଗୁରୁ ଭାଇମାନଙ୍କୁ ଅନେକ ଦିନ ତଳେ ଦେଖିଥିବେ, ଜାଣିଥିବେ, ସବୁ ସେଇଠି ଦେଖା ହେଇଯିବେ। ହୁଏତ ପୁରୀ ଉତ୍ସବରେ ବା ଏଇ ଯୋଉ ବିଭିନ୍ନ ଉତ୍ସବ ଜାଗାରେ ଯୋଉଠି ସତ୍ସଙ୍ଗ ଉତ୍ସବ ହଉଛି। ଆପଣଙ୍କର କଣ କଣ କାମ ବାକି ଥିବ ସତ୍ସଙ୍ଗ ନେଇ ବା ବ୍ୟକ୍ତିଗତ କାମ, ଆପଣ ମାନେ ସେଇଠି ଆଲୋଚନା କରିଦେବେ। ଏଇ ମିଳନ କ୍ଷେତ୍ର ସୃଷ୍ଟି କରିଛନ୍ତି ଦୟାଲ। ସବୁ ବୁଲି ଆସି ପତ୍ନୀଙ୍କୁ କହିଲି, ଦେଖିଲ ନିଜକୁ ଅପରାଧୀ ଅପରାଧୀ ଭଲ ଲାଗୁଛି, ନ୍ୟୁନ ବୋଧ ହେଉଛି। ଭାଇମାନେ ଏତେ କାମ କରୁଛନ୍ତି, ମୁଁ କିଛି ଯୋଗାଣ ଦେଇପାରୁନି, କିଛି କରିପାରୁନି, କେତେ ଅଧମ ମୁଁ। ଧର୍ମପତ୍ନୀ କହିଲେ, ହଉ ବ୍ୟସ୍ତ ହୁଅ ନାହିଁ, ରିଟାୟାରମେଣ୍ଟ ପରେ ପୂର୍ଣ୍ଣ ସମୟ ଦେଇ କରିବ। ମଥାରେ ସଦା ସେଇ ଦୟାଳ ଠାକୁର ଥାନ୍ତୁ, ତାହେଲେ ସବୁ କିଛି ସମ୍ଭବ। ଆମମାନେ ସତ୍ସଙ୍ଗ କରୁ, ଉତ୍ସବ କରୁ, ଆଉ ଯୋଉଟା ଠାକୁର ଚାହିଁଛନ୍ତି ପ୍ରତି ଘରେ ଘରେ ସତ୍ସଙ୍ଗ କରିବାର କଥା। ଆଉ ନିଜସ୍ୱ ଘରେ ସତ୍ସଙ୍ଗର ଅନୁଷ୍ଠାନଟେ କରିବାକୁ ହେଲେ ଆମମାନେ ବ୍ୟସ୍ତ ବିବ୍ରତ ହେଇ ପଡୁ। କିପରି ଠାକୁରଙ୍କୁ ସଜେଇବୁ, ଠାକୁରଙ୍କୁ କୋଉଠି ବସେଇବୁ, ଫୁଲ କେଉଁଠୁ ଆଣିବୁ, ଭୋଗରାଗ କିପରି ହେବ, ଗୁରୁ ଭାଇମାନେ ଆସିବେ ତାଙ୍କ ପାଇଁ କଣ ପ୍ରସାଦ ଭଣ୍ଡାର ବ୍ୟବସ୍ଥା କରିବା। ଏଇ ସବୁ ଅନେକ ଆମମାନେ ନିଜେ କ୍ରିଏଟ କରୁ, ଅନେକ ଗୁଡ଼ିଏ ଜଞ୍ଜାଳ ଆମେ ସୃଷ୍ଟି କରୁ। ତାର ସହଜ ସରଳ ସମାଧାନ ପରମ ପୂଜ୍ୟ ଆଚାର୍ଯ୍ୟ ଦେବ ଦେଇଛନ୍ତି। ଏ ସୋସିଆଲ ମିଡ଼ିଆରେ ପଢୁଥିଲି। ଆପଣମାନେ ଘରେ ସତ୍ସଙ୍ଗ କରନ୍ତୁ, ବାଡିରେ ଆପଣଙ୍କ ଯେଉଁ ଫୁଲ ଫୁଟିଛି ସେଇ ଫୁଲରୁ ଗୋଟିଏ ଦୁଇଟି ଦେଇ ଠାକୁରଙ୍କୁ ସଜାନ୍ତୁ। ଆପଣଙ୍କ ବାଡିରେ ଯାହା ଫଳ, ସେ କାକୁଡି ହଉ, ଆମ୍ବ ହଉ, ବା ଯାହା ଅଳ୍ପ ସ୍ୱଳ୍ପ ଫଳ ଅଛି ତାକୁ ଦେଇ ଠାକୁର ଭୋଗ କରନ୍ତୁ। ଗୁରୁ ଭାଇମାନଙ୍କୁ ବସାନ୍ତୁ, ଭଜନ କୀର୍ତ୍ତନ କରନ୍ତୁ। ଜଣେ ହୁଏତ ଠାକୁରଙ୍କୁ କିଛି ଭଜନ ଜାଣିନି, ସଙ୍ଗୀତର କିଛି ଲୟ ତଳ ଜାଣିନି, ସେ ତାର ଜଗନ୍ନାଥ ଜଣ ଗାଉ, ଯାହା ଜାଣିଛି ତାହା ଗାଉ, ଯାହା ଜାଣିଛି ପ୍ରଭୁଙ୍କ ବିଷୟରେ କହୁ। ତା ମନରେ ଗୋଟେ ଭକ୍ତିର ପ୍ଲାବନ ସୃଷ୍ଟି ହଉ। ଆଉ 1 ଘଣ୍ଟା ସତ୍ସଙ୍ଗ କରନ୍ତୁ। ତତ୍ପରେ ସେ ଗୁରୁ ଭାଇ ମାନେ ଚା ଟିକେ, ମୁଢି ଟିକେ ବା ପକୋଡି ଟିକେ ଖାଇ ଯାଆନ୍ତୁ। ଏଇଟା ଅତି 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 ଯିଏ ଯେତେ ଯେଭଳି ଭାବରେ ପରିବାରଟେ କରିଥାଉ, ପ୍ରତ୍ୟେକଟି ଗୁରୁ ଭାଇ ଏଇଟା କରିପାରିବ। ଯୋଉଟା ଠାକୁର ଚାହୁଁଥିଲେ ଯେ ବତାସର ଭୋଗ ଦେଇ ସତ୍ସଙ୍ଗ କରିବା କଥା। ଆମେ ବହୁ ଆଡମ୍ବର କରି ଅନେକ ଗୁଡ଼ିଏ ଅର୍ଥ ବ୍ୟୟ କରି ଇଷ୍ଟ ପ୍ରତିଷ୍ଠା ବଦଳରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହୁଁ। ଯେ ଅମୁକ ଭାଇ ସତ୍ସଙ୍ଗ କରୁଥିଲେ, ବହୁତ ସୁନ୍ଦର ଭଣ୍ଡାର ବ୍ୟବସ୍ଥା କରିଥିଲେ, ଖାଇବାକୁ ଦେଲେ, ଏଇଟା ଦେଲେ, କ୍ଷୀରି ପୁରୀ, ଏଇଟା ସେଇଟା ଏଇଟା ଦେଲେ, କିନ୍ତୁ ସେଥିରେ ଉଝଳ ରହିଯାଆନ୍ତି ଠାକୁର। ଠାକୁର ଆଉ ଠାକୁରଙ୍କୁ ନେଇ ଯୋଉ ଆମର ଭଲ ପାଇବା, ଏଇ ଯୋଉ ସଂସାର ଆମର ସହଜ, ସବୁ ଜିନିଷର ସହଜ ସରଳ ସମାଧାନ ଦଉଛନ୍ତି ଆଚାର୍ଯ୍ୟ। ତେଣୁ ଆଚାର୍ଯ୍ୟଙ୍କୁ ଅନୁସରଣ କରିବା, ତାଙ୍କ କଥା ମାନିବା। ଯେମିତି ପରମ ପୂଜ୍ୟପା ଶ୍ରୀ ଦାଦା ଏଇ ସତ୍ସଙ୍ଗର ସମୟ ନିର୍ଘଣ୍ଟ କରିଥିଲେ ଯେ 1.5 ଘଣ୍ଟା ଭିତରେ ଆପଣମାନେ ସମାପନ କରିବେ। ଦେଖନ୍ତୁ ପରମ ପୂଜ୍ୟପାଦ ଆଚାର୍ଯ୍ୟ ଏଇଥରକ ମାତୃ ସମ୍ମିଳନୀ ପାଇଁ ଯୋଉ
ପରିକ୍ରମା ହେଲା ଶ୍ରାବଣ ପରିକ୍ରମା 1 ଘଣ୍ଟା 15 ଭିତରେ ସମାପନ କରିବାକୁ ଆଦେଶ କଲେ। କାହିଁକିନା ବର୍ତ୍ତମାନ ଯୋଉ ଟ୍ରେଣ୍ଡ ଚାଲିଛି ଲୋକଙ୍କର ମତେ ଯୋଉ ବ୍ୟତିବ୍ୟସ୍ତ ଅନେକ ଗୁଡିଏ କାମ ଆମେ କେମିତି ସ୍ୱଳ୍ପ ସମୟରେ କରିଦବୁ। ଟାଇମ ଇଜ ମନି। ସମସ୍ତେ କ୍ଷିପ୍ର ଗତିରେ ଦୌଡୁଛନ୍ତି। ଏଇ ଯୋଉ ସଂସାରଟା ଏତେ ବେଗମାନ ହେଇଯାଇଛି ଯେ ମନଠୁ ବି ବେଗମାନ ହେଇ ଉଠିଛି ଏଇ ସଂସାର। କିନ୍ତୁ ସମସ୍ତେ ଚାହୁଁଛନ୍ତି ଟାଇମରେ ସବୁ କାମ କରିବା ପାଇଁ, ଆଉ ଟାଇମରେ ନ କରି ପାରିକି ଓଭର ସ୍ପିଡିଂ ରୁ ଦ୍ରୁତ ଗତି ମହା ବିପତ୍ତି। ନିଜ ଜୀବନ ପାଇଁ ବିପଦ ଆଣୁଛନ୍ତି, ଦୁର୍ଘଟଣାଗ୍ରସ୍ତ ହଉଛନ୍ତି ବିଭିନ୍ନ ଭାବରେ। ସବୁ କଥା ଆପଣ ମାନେ ଜାଣୁଛନ୍ତି। ତେଣୁ ଯେତେ କମ ସମୟ ଭିତରେ ଆମେ ଅନେକ କଥା ଜାଣିପାରିବା ତାଙ୍କ ବିଷୟରେ, ସେଥିପାଇଁ ମୁଁ ଭାବେ ହୁଏତ ଆଗାମୀ ଦିନରେ ଆଚାର୍ଯ୍ୟଙ୍କ ଆଶୀର୍ବାଦ ହେବ ଯେ ସତ୍ସଙ୍ଗକୁ 45 ମିନିଟ ବା 1 ଘଣ୍ଟା ଭିତରେ ସମାପନ କରିବା ପାଇଁ। ଆଜି ସତ୍ୟାନୁଷ୍ଠାନରେ ପାଠ କରାଉଥିଲା, ତୁମେ ଯେପରି ଆଦର୍ଶରେ ବିଶ୍ୱାସ ସ୍ଥାପନ କରିବ ତୁମର ସ୍ୱଭାବ ମଧ୍ୟ ସେହିପରି ଭାବରେ ଗଠିତ ହେବ। ମୋର ବିଶ୍ୱାସ ନାହିଁ ଏଭଳି ମଣିଷ ନାହିଁ। ସତରେ ବିଶ୍ୱାସ ସତ୍ ହେବ, ଆଉ ଅସତରେ ବିଶ୍ୱାସୀ ଅସତ ହୋଇ ପଡିବ। ଯେହେତୁ ତାକୁ ସେ ବିଶ୍ୱାସ ବିଷୟରେ କହୁଛନ୍ତି, ଗଭୀର ବିଶ୍ୱାସରେ ସବୁ କିଛି ହୋଇପାରେ। ଗଭୀର ବିଶ୍ୱାସ, ମୋର ଗଭୀର ବିଶ୍ୱାସ ରହିବ କାହା ପ୍ରତି? ଯିଏ ଅଭ୍ରାନ୍ତ, ଯିଏ ପ୍ରିୟ ପରମ, ଯିଏ ଈଶ୍ୱର ପୁରୁଷୋତ୍ତମ, ତାଙ୍କ ପ୍ରତି ଗଭୀର ବିଶ୍ୱାସ ରହିବ। ତାଙ୍କ ପ୍ରତି ଗଭୀର ଭଲ ପାଇବା ରହିବ। ଏଇ ଚାଲିବାର ପଥ ଆମମାନେ ସମସ୍ତେ ସତର୍କରେ ଶୁଣିଲେ। ତେଣୁ ବିଶ୍ୱାସ ନଥିଲେ ମୂଳ ଜିନିଷ ହେଲା, ମୂଳ ପୁଞ୍ଜି ହେଲା ବିଶ୍ୱାସ। ବିଶ୍ୱାସ ପରେ ହିଁ ଭଲ ପାଇବା ଆସିବ। ଆମମାନେ ସମସ୍ତେ ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବ ଯାହା କହୁଛନ୍ତି ତାକୁ 100% ବିଶ୍ୱାସ କରୁଛୁ କିପରି? ଏ ଯୋଉ ଗଭୀର ବିଶ୍ୱାସ ଠାକୁରଙ୍କ ପ୍ରତି ଅଛି ବା ଭଲ ପାଇବା ଅଛି, ସେଥିପାଇଁ ଆଚାର୍ଯ୍ୟ ଦେବଙ୍କ କଥା ଆମମାନେ ଶୁଣୁଛୁ, ମାନୁଛୁ ବା ସେଇ ପଥରେ ଚାଲୁଛୁ। ଶ୍ରୀ ବଡ଼ଦାଙ୍କର ଗୋଟେ ଆଲୋଚନା ଶୁଣୁଥିଲି, ସେଟା ଆପଣ ମାନଙ୍କ ପାଖରେ ଉପସ୍ଥାପନ କରୁଛି। ଇଷ୍ଟବତୀ ମନ୍ତ୍ର ସମ୍ବନ୍ଧରେ ଶ୍ରୀ ବଡ଼ଦା ଶ୍ରୀ ଠାକୁର ଥରେ ମତେ ରବୀନ୍ଦ୍ରନାଥ ଟାଗୋରଙ୍କର ଲେଖା ଶାନ୍ତିନିକେତନ ନାମକ ବହିଟିଏ ପଢିବାକୁ ଦେଇଥିଲେ, ଆଉ କହିଥିଲେ ଇଷ୍ଟବତୀର ଗୋଟେ ଭଲ ମନ୍ତ୍ର ହେବା ଦରକାର। ବୁଝିଲ ବଡ ଖୋକା, ତୁମେ କିନ୍ତୁ ଠିକ କରିନିଅ। ଅନେକ ଚେଷ୍ଟା କରିବି ଠିକ ଭାବରେ ଇଷ୍ଟବତୀର ମନ୍ତ୍ର ତିଆରି କରିପାରିଲି ନାହିଁ। ଠାକୁର କହିଛନ୍ତି, ସେଥିପାଇଁ ମୁଣ୍ଡ ଭିତରେ ଏଇ ମନ୍ତ୍ରର ବ୍ୟାପାରଟା ଗୋଳେଇ ଘାଣ୍ଟି ହେଉଥାଏ। ହଠାତ୍ ଗଦ୍ୟରେ ମନ୍ତ୍ର ଠିକ କଲି ଭୋର ରାତିରେ, ଆଉ କରି ହିଁ ଜ୍ଞାନଦା ଗୋସ୍ୱାମୀଙ୍କୁ ଦେଖିବାକୁ ଦେଲି। ଏଇଟା ଠିକ ଭାବରେ ଦେଖନ୍ତୁ ତ ଇଷ୍ଟବତୀର ମନ୍ତ୍ର ହୁଏ କି ନା। ଜ୍ଞାନଦା ପଢି ଭାବୁଛନ୍ତି ଏଇ ସମୟରେ ବାବୁ ଆସିଲା। ବାବୁ ମାନେ ପରମ ପୂଜ୍ୟପାଦ ଅଶୋକ ଦା। ଏଇ ଗଦ୍ୟର ପଦ୍ୟାକାର କରିବାକୁ ବାବୁକୁ କହିଲି। ବାବୁ ପଦ୍ୟାକାରରେ ତିଆରି କଲା। ମୁଁ ପଢି ଦେଖିଲି, ଖୁବ ଭଲ ଲାଗିଲା। ସନ୍ଧ୍ୟା ସମୟରେ ଇଷ୍ଟବତୀର ତିଆରି ମନ୍ତ୍ର ନେଇ ଠାକୁର ବଙ୍ଗଳା ଗଲି। ସେଇ ଦିନଟି ଥିଲା 27 ମେ 1964। ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ପରଲୋକ ଗମନ କରିଛନ୍ତି। ସେ ଠାକୁରଙ୍କର ଅସମ୍ଭବ ମନ ଖରାପ, କାହା ସହ କଥା ବି ହେଉନାହାନ୍ତି। ତାଙ୍କ ଘରେ ଏକା ମନ ଖରାପ ଅବସ୍ଥାରେ ଶୋଇଛନ୍ତି। ସେ ବଡ଼ଦା ଲେଖୁଛନ୍ତି, ମୁଁ ପାଖକୁ ଯାଇ କହିଲି ଇଷ୍ଟବତୀର ମନ୍ତ୍ର କରିବା କଥା କହିଥିଲେ, ତା କରି ଆଣିଛି। ସେ ଠାକୁର ଗମ୍ଭୀର ସ୍ୱରରେ କହିଲେ, ନେ ପଢ। ସେ ପର୍ଦା ଜୀବ ଜଗତ ଜୀବନ କାରଣ, ବାକି ଆପଣ ଜାଣିଛନ୍ତି, ସମ୍ପୂର୍ଣ୍ଣ ମନ୍ତ୍ର ମୁଁ କହୁନି। ସେ ଠାକୁର ଶୁଣିବା ସଙ୍ଗେ ସଙ୍ଗେ ଲମ୍ଫ ଦେଇ ଉଠି ବିଛଣାରେ ବସିଲେ ଏବଂ କହିଲେ, ବାଃ, ଖୁବ ସୁନ୍ଦର ହୋଇଛି ତ। କହି ନିଜେ ନେଇ ପଢିଲେ। ଦେଖି ମନେ ହେଲା ଖୁବ ପ୍ରୀତ ହୋଇଛନ୍ତି। ସେଇ ଗଭୀର ବେଦନାଟା ଅନେକଟା କମି ଯାଇଛି। ସେ ଠାକୁର
ସଂସ୍କୃତରେ ଅନୁବାଦନ କରିବାକୁ କହିଲେ ପରେ ତାହା କରିଲି। এটা আচার্য সাহিত্যে 1 বৈশাখ 1381 সাল, ইংরাজি 15/4/1974। ଶ୍ରୀ ବରଦାଙ୍କ ସହିତ ଯୋଉ କଥୋପକଥନ। ଇଷ୍ଟ ପ୍ରତିଷ୍ଠା ପାଇଁ ଇଷ୍ଟଭୂତି ମନ୍ତ୍ର ସେଇ ଦୟାଲ ଶ୍ରୀ ବରଦାଙ୍କୁ ଦାୟିତ୍ୱ ଦେଇଥିଲେ। ଆଉ ପରମ ପୂଜ୍ୟ ଶ୍ରୀ ଦାଦା ତାର ପଦ୍ୟାକାର କରିଥିଲେ। ପରମ ପୂଜ୍ୟ ଦାଦାଙ୍କର ଶୁଭ ନାମ ହଉଛି ଅଶୋକ ଦା। ଆଉ ମୁଁ ଭାବେ ଯୋଉ ଆମମାନେ ଭାଗ୍ୟବାନ ଯୋଉମାନେ ସେଇ ଅଶୋକ ଦାଙ୍କର ସଙ୍ଗ କରିଛେ, ଆମମାନଙ୍କର ସବୁ ଜୀବନର ସବୁ ସୁଖ ଦୁଃଖ ତାଙ୍କରି ପରଶରେ ଅପସରି ଯାଇଛି। ସେ ଯୋଉ ଆସିବାଣୀ ତାଙ୍କର ତୁମି ଯେ ଅଶୋକ। ଆଉ ଆମମାନେ ସମସ୍ତେ ଏଇ ସତ୍ସଙ୍ଗରେ ଆପଣମାନେ ଏବେ ଆଚାର୍ଯ୍ୟ ଚାହୁଁଛନ୍ତି ଯେ ନିଜସ୍ୱ ଅନୁଭୂତିର କଥା କହିବା ପାଇଁ। ଅନୁଭୂତି, ଅନୁ ମାନେ ପଛରେ, ମୁଁ ଯେତେ ତାଙ୍କ ପଛ ପଛ ଚାଲିବି ମତେ ସେ ସେତିକି ଅନୁଭୂତ ହେବେ। ଆଇ ୱିଲ୍ ଏକ୍ସପିରିଏନ୍ସ ହିମ୍, ମୁଁ ଈଶ୍ୱରଙ୍କୁ ସେତିକି ଅନୁଭବ କରିବି। ସେଇ ଅନୁଭବର ଯୋଉ ମୋ ମଥାରେ ଯୋଉ ଛାପଟି ରହିଲା, ମସ୍ତିଷ୍କ ଯୋଉ ଛାପ ରହିଲା ସେ ଅନୁଭବର, ସେଇଟା ହିଁ ଅନୁଭୂତି। ଏଇ ଫେବୃଆରୀ 1 ସକାଳୁ ସକାଳୁ, ରବିବାର ସକାଳୁ ସକାଳୁ କାଲକାଟା ଏୟାରପୋର୍ଟରେ ହୃଦୟ ଅମିତାନନ୍ଦ ହାଲଦାରକୁ ଦେଖିଲି। ସେ ବୋର୍ଡିଂ କରିବା ପାଇଁ କ୍ୟୁରେ ଠିଆ ହେଇଛି। ମୁଁ ପାଖକୁ ଯାଇ ପଚାରିଲି, ଦାଦା କୋଥାଏ, ଜୟଗୁରୁ କୋଥାଏ? ସେ ପୁରା ପୁରା ମତେ ପାଟେ ଆଙ୍ଗୁଠି ଦେଇ କହୁଛି ସାଇଲେନ୍ସ ସାଇଲେନ୍ସ, ଚୁପ୍ କରିବାର ନିର୍ଦ୍ଦେଶ ଦେଲା। ମୁଁ କହିଲି କଣ ହେଲା? ଦେଖିଲି ସାମ୍ନାରେ ଜଷ୍ଟ ଅମିତାନନ୍ଦ ଆଗକୁ ପୂଜ୍ୟପାଦ ବିଙ୍କିଦା ଠିଆ ହେଇଛନ୍ତି। ତାପରେ ପୂଜ୍ୟପାଦ ବିଙ୍କିଦା କହିଲେ, ଆରେ କୁଆଡେ ଯିବୁ? ମୁଁ କହିଲି ଆଜ୍ଞା ଆଣ୍ଡାମାନ ଯିବି। ନା କାହିଁକି ଯିବୁ? ମୁଁ କହିଲି ଆଜ୍ଞା ଟ୍ରେନିଂ ଅଛି 1 ରୁ 7। ତ କହିଲେ କେବେ ଫେରିବୁ? ମୁଁ କହିଲି 7ରେ ଫେରିବି। 2 ରୁ 6 ଟ୍ରେନିଂ ଅଛି, ଆଉ 7ରେ ଫେରିବି। ତାପରେ ଅମିତାନନ୍ଦକୁ କହିଲେ, ଏଇ ବିଷ୍ଣୁ ଦାର ଫୋନ ଦେ, ଅଭିମନ୍ୟୁ ଦାର ଫୋନ ନମ୍ବର ଦେ, ଅଜୟ ମଣ୍ଡଳ ସବାଇର ଫୋନ ନମ୍ବର, ଏଇ ଶୁଭେନ୍ଦୁ ଭାଇକି ଦେ। ଏଇ ସବୁ ଭଲ ପାଇବା, ଏଇ ସବୁ ତାଙ୍କ ଆଶୀର୍ବାଦ। ଆମମାନେ ତାଙ୍କ ଦୟା ଦୃଷ୍ଟିରୁ କେହି ଦୂରରେ ନାହୁଁ। କେବଳ ଟିକେ ଭଲ ପାଇବାର ଅର୍ଘ୍ୟ ଆମେ ଦେଇପାରୁ, ଆଉ କଣ ଦେଇପାରୁ? ହୃଦୟ ତାଙ୍କୁ ହିଁ ଧରି ସ୍ପନ୍ଦିତ ହଉ, ପ୍ରତିଟି ସ୍ପନ୍ଦନରେ ସେଇ ଦୟାଲ ଥାନ୍ତୁ। ଆଉ ସେଇ ଯୋଉ ବୀଜ ମନ୍ତ୍ର ଆମେ ପାଇଛେ, ସେଇ ପ୍ରତିଟି ସ୍ପନ୍ଦନରେ ସେଇ ସ୍ପନ୍ଦିତ ହେଉ ସେଇ ନାମ। ସେଇ ନାମ ହିଁ ସବୁ କିଛି କରିପାରେ। କାଲି ସ୍ୱାମୀ ଶିବାନନ୍ଦଙ୍କର ଗୋଟେ ଦେଖୁଥିଲି, ଗତକାଲି ସ୍ୱାମୀ ଶିବାନନ୍ଦଙ୍କର ଗୋଟେ ପଢୁଥିଲି, ନାମ ଜପ କଥା କହୁଛନ୍ତି। ସେ ନାମ ଜପ ସବୁ କିଛି କରିପାରେ, ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କଥା କହୁଛନ୍ତି। କେବଳ ନାମ ଜପ କଲେ ତୁମେ ହିମାଳୟକୁ ଭାଙ୍ଗି ଗୁଣ୍ଡ ଗୁଣ୍ଡ କରି ବାଲି କରିଦେଇ ପାର, ସମୁଦ୍ରକୁ ଶୁଖେଇ ଦେଇପାର। ସବୁ କିଛି ସମ୍ଭବ କେବଳ ନାମ କରିବାର। ଆଉ ସେ ନାମ ସହିତ ଭଲ ପାଇବା ଦରକାର। ଭଲ ପାଇବା ନଥିଲେ ନାମ କାର୍ଯ୍ୟକାରୀ କରେ ନା। ଆସନ୍ତୁ ସମସ୍ତେ ଭଲ ପାଇବା ସେଇ ପ୍ରିୟ ପରମକୁ, ଯିଏ ପ୍ରେମମୟ, ପ୍ରେମର ଘନ ସ୍ୱରୂପ, ସେଇ ଦୟାଲଙ୍କୁ। ଆପଣମାନେ ସମସ୍ତେ ମଙ୍ଗଳ ଅଧିକାରୀ ହୁଅନ୍ତୁ। ଆଉ ମଙ୍ଗଳର କାହାରି ପ୍ରତି ଈର୍ଷା ଅସୂୟା ନ ରହୁ। ସମସ୍ତେ ଭଲରେ ରହିବା, ଶାନ୍ତି ସ୍ୱସ୍ତି ଆନନ୍ଦରେ ରହିବା। ଆପଣମାନଙ୍କ ସମସ୍ତଙ୍କର ମଙ୍ଗଳ ପ୍ରାର୍ଥନା କରି ରହୁଛି। ଜୟଗୁରୁ। ଜୟଗୁରୁ। ଖୁବ ସୁନ୍ଦର ଭାବରେ ଆମର ଜୟଗୁରୁ ଭାଇ, ଜୟଗୁରୁ। ଜୟଗୁରୁ ଜୟଗୁରୁ। ଖୁବ ସୁନ୍ଦର ଭାବରେ ଆମର ସଦ୍ୟ ଶୁଭେନ୍ଦୁ ଭାଇ, ବନ୍ଧୁ ଇଞ୍ଜିନିୟର ଶୁଭେନ୍ଦୁ ରଞ୍ଜନ ରାୟ ବିଭିନ୍ନ ଦିଗ ଦେଇ ଆମ ପାର୍ଶ୍ୱ ଠାକୁରଙ୍କୁ ତା ତୋଳି ଧରିଲେ। ଆମମାନେ ଠାକୁରଙ୍କୁ ନେଇ ଚାଲିଛେ, ଆଉ ଆମର କର୍ତ୍ତବ୍ୟ କଣ ସେ କଥାରୁ ଆରମ୍ଭ କଲେ। ଇଷ୍ଟଭରଣ ପିତୃ ପୋଷଣ, ପରିସ୍ଥିତିର ଉନ୍ନୟନ, ଏହା ନ କରି ଯାହା କରିବୁ ଅଧପାତ ହିଁ ତୋର ଜୀବନ। ତେଣୁ ଇଷ୍ଟଭରଣ ପିତୃ ପୋଷଣ, ପରିସ୍ଥିତିର ଉନ୍ନୟନ, ଅଧପାତ, ଏହା ନ କରି ଯାହା କରିବୁ ଅଧପାତ ତୋର। ଏଇ କଥାଟାକୁ ଆମେ କେତେ ମାନୁଛୁ, କେତେ ପାଳନ କରୁଛୁ? ବରଂ ଏଇ କଥା ଆଳରେ ଆମର ଭିତରେ ଅହଙ୍କାର, ମାନ, ଯଶ, ପ୍ରତିପତ୍ତିର ଏଇ ଯୋଉ ବେଶୀ ଭାବରେ ଆମର ଇଏ ରହିଛି, ସେ କଥାକୁ
ତାହା ନେଇକି ତେଣୁ ଆମେ କେତେ ଠାକୁରଙ୍କୁ ଚାହୁଁ, ଆମେ ପ୍ରକୃତରେ ଆମର ଅହଙ୍କାର ଭିତରେ ଆମେ ମାନ ଯଶ ଏସବୁ ବିଷୟରେ ବେଶୀ ଗୁରୁତ୍ୱ ଦଉ, ଆମେ କେତେ ଠାକୁରଙ୍କୁ ଚାହୁଁ ସେ କଥା ମଧ୍ୟ ସେ ତାରି ଭିତରେ ତୋଳି ଧରିଲେ। ଆଉ ଏଇ ଯୋଉ ଉତ୍ସବ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ବାଲିଯାତ୍ରା ପଡିଆ କୁଆଖାଇ ନଦୀ ପଠାରେ, ଆଉ ସେଇ ଉତ୍ସବର କଥାକୁ ନେଇକି ସୁଧା ସର୍ଜନା ଉତ୍ସବ ଯୋଉ ଆଗରୁ ହେଇଥିଲା, ଉତ୍ସବକୁ ନେଇକି ଯାହା ସବୁ କଥା, ଉତ୍ସବର ଯୋଉ ଆନନ୍ଦ ସେ ପାଇଛନ୍ତି ତା ତୋଳି ଧରିଲେ। ଭଜନ ଭୋଜନ ଯାଜନ ଦୀକ୍ଷା ଉତ୍ସବ ତାକୁ କୁହେ, ଭଜନ ଭୋଜନ ଯାଜନ ଦୀକ୍ଷା ଅବାଧରେ ଚାଲୁଥାଏ। ପରମ ପୂଜ୍ୟ ଶ୍ରୀ ଶ୍ରୀ ଦାଦାଙ୍କର ଏଇ ଯୋଉ ବାଣୀ ସେ କଥା ଅତି ସୁନ୍ଦର ଭାବରେ ତୋଳି ଧରିଲେ। ଏବଂ ତାପରେ ଇଷ୍ଟଭୂତି ମନ୍ତ୍ର, ଇଷ୍ଟଭୂତି ମନ୍ତ୍ର କେମିତି ହେଲା, କେବେ ହେଲା, ଆଉ ପରମ ପୂଜ୍ୟ ଶ୍ରୀ ଶ୍ରୀ ବରଦା ଯୋଉ ଇଷ୍ଟଭୂତି ମନ୍ତ୍ରଟା ଦେଲେ ତାକୁ ଗଦ୍ୟ ଆକାରରେ, ତାକୁ ପରମ ପୂଜ୍ୟ ଶ୍ରୀ ଶ୍ରୀ ଦାଦା ତାକୁ ଗଦ୍ୟ ଆକାରରେ ତୋଳି ଧରିଲେ ଏବଂ ସେ ଠାକୁରଙ୍କ ପାଖରେ ନିବେଦନ କରି ଠାକୁର ଖୁବ ଖୁସି ହେଲେ, ଏକଥା ମଧ୍ୟ ତୋଳି ଧରିଲେ। ଏବଂ ତାଙ୍କ ନିଜ ଜୀବନର ଅନୁଭୂତି ଯେ ଆଣ୍ଡାମାନ ନିକୋବର ଯିବା କଥା ତୋଳି ଧରିଲେ, ପୂଜନୀୟ ବିଙ୍କିଦାଙ୍କର ସଂଳାପ କରିକିରି ସେ କଥା ମଧ୍ୟ ତୋଳି ଧରିଲେ, ନାମର ମହାତ୍ମ୍ୟ ତୋଳି ଧରିଲେ ଏବଂ ପରମ ପୂଜ୍ୟ ଶ୍ରୀ ଶ୍ରୀ ଦାଦାଙ୍କର ସଙ୍ଗ ଲାଭ କରିବାର ଯୋଉ ଆନନ୍ଦ ସେ କଥା ମଧ୍ୟ ତୋଳି ଧରିଲେ। ଦାଦାଙ୍କର ନାମଟା ଅଶୋକ, ତେଣୁ ସେ ଅଶୋକର ନାମଟା କିଭଳି ସାର୍ଥକ ହେଇଯାଉ, ଶ୍ରୀ ଶ୍ରୀ ବରଦା ଯୋଉ ନାମକରଣଟା କରିଥିଲେ ଆଶୀର୍ବାଦୀ, ଜୀବନରେ ତୃଷ୍ଣା ସଦା ଯାଚେ ଆଶା ଆଲୋ, ଜୀବନ ବୃଦ୍ଧି ମହାମନ୍ତ୍ରେ ସେ ଆଲୋ ଜାଲୋ, ମୂଢ ଅଜ୍ଞାନ ଅଶାନ୍ତର ମୁଢେ ନାସିଆ, ଜୀବନରେ ସର୍ବଶକ୍ତି ଜୀବନ ସର୍ବଶକ୍ତି କରିଦିଆ, ରଥାରା ହୃଦୟ ଯତ ଦୁଃଖ ଶୋକ, ତୁମର ପରଶ ଯାକ ତୁମି ଯେ ଅଶୋକ, ଏ କଥାକୁ ନେଇ ମଧ୍ୟ ତୋଳି ଧରିଲେ। ନାମର ମହାତ୍ମ୍ୟ ଶେଷରେ ନାମର ମହାତ୍ମ୍ୟକୁ ନେଇକି ତୋଳି ଧରିଲେ। ଯାହା ହଉ ଆମେ ଆମର ଶ୍ରଦ୍ଧେୟ ସୁବନ୍ଧୁ ଭାଇଙ୍କର ସୁସ୍ଥ ସୁଦୀର୍ଘ ନିରାମ ଜୀବନ ପାଇଁ, ତାଙ୍କ ପରିବାର ସମସ୍ତଙ୍କର ସର୍ବବିଧ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା ଜଣାଇବା, ଏମିତି ପ୍ରଭୁଙ୍କ କଥା କହିକି ଆମମାନଙ୍କୁ ପ୍ରେରଣାପୁଷ୍ଟ କରିଥାନ୍ତୁ। ଏଇ ଧାରା ତାର ଅବ୍ୟାହତ ଥାଉ, ଠାକୁରଙ୍କ ଶ୍ରୀ ଚରଣ ପ୍ରାର୍ଥନା। ଜୟ ଗୁରୁ ଭାଇ, ଜୟ ଗୁରୁ। ଶୁଭେନ୍ଦୁ ଭାଇଙ୍କୁ ମୋର ଜୟଗୁରୁ। ବହୁତ ଠାକୁରଙ୍କ କଥା ବହୁତ ଭଲ ଲାଗିଲା। ଆଜ୍ଞା ଜୟ ଗୁରୁ ଦାଦା, ଜୟ ଗୁରୁ। ମୋର ପ୍ରାର୍ଥନା, ଆପଣଙ୍କ କଥା ନ ଶୁଣି ପାରିଲେ ବି ଆମର ପୂଜ୍ୟ ଦେବ ଭାଇଙ୍କର ଯୋଉ ନେରେସନ କଲେ, ଯଦି ରାଜନ ନ ଶୁଣିଥିବା ବ୍ୟକ୍ତି ସେ ବି ମଧ୍ୟ ସବୁ ଜାଣିପାରିବ ଯେ ଆଜି ମାନେ ଆମର ଯିଏ ବକ୍ତବ୍ୟ ଧରି ରଖିଥିଲେ ମାନେ ତାଙ୍କର କଥା ସବୁ ଯାକ ଦେବ ଭାଇ କହିପାରୁଛନ୍ତି। ତାଙ୍କୁ ମଧ୍ୟ ମୋର ଅନ୍ତରର ଶୁଭକାମନା। ଠାକୁର ସମସ୍ତଙ୍କର ମଙ୍ଗଳ କରନ୍ତୁ। ବହୁତ ସୁନ୍ଦର ଲାଗିଲା, ବହୁତ ସୁନ୍ଦର ଲାଗିଲା ଆଜ୍ଞା। ଜୟ ଗୁରୁ। ଜୟ ଗୁରୁ ଆଜ୍ଞା। ଆଉ ଗୋଟିଏ କଥା ଛାଡିଦେଲି, ଗୋଟେ ମିନିଟ କହିବି ଆଜ୍ଞା, ଅନୁମତି ନେଇ କହୁଛି ଆଜ୍ଞା। ଦେବ ଭାଇ ଗୋଟେ ମିନିଟ କହିବି? ହଁ କୁହନ୍ତୁ, କୁହନ୍ତୁ, କୁହ। ଯେତେବେଳେ ପ୍ରସାଦ ସେବନ ସାରି ଆମେ ପତ୍ନୀ ପତ୍ନୀ ବାହାରିଲୁ, ସମ୍ମାନୀୟ ସୁରେଶ ଭାଇ ଦେଖା ହେଲେ, କହିଲେ ଜୟ ଗୁରୁ କଲି, କହିଲେ ଗୋଟେ କଥା କହିବି, ଯଦି ଖରାପ ନ ଭାବିବ କହିବି। ମୁଁ କହିଲି ଆଜ୍ଞା କୁହନ୍ତୁ। ଏଇ ଯୋଉ ପତ୍ରରେ ବଳକା ଖାଦ୍ୟ କାହିଁ ରହିଲା? ମୁଁ କହିଲି ଆଜ୍ଞା ମୁଁ ନୁହଁ, ଏଇ ଯୋଉ ସାମ୍ନାରେ ଅଛି ମୋର ପତ୍ନୀ, ସେ ବିଚାରା ପ୍ରଥମ ଥର ଯେତିକି ଦେଇଥିଲେ ସେତାକୁ ହିଁ ସେ ଖାଇ ପାରିଲାନି। ତେଣୁ ଦେଖନ୍ତୁ, ମାନେ ସବୁ ଦୟାଲଙ୍କର ଜିନିଷ, ଠାକୁରଙ୍କ ଜିନିଷ ଗୋଟିଏ କଣା ବି ନଷ୍ଟ ନ ହଉ, ସେଥିପାଇଁ ଆମେ ସମସ୍ତେ ସଚେତନ ହବା। ଆଉ ଗୋଟେ କଥା, ଆମେ ସମସ୍ତେ ଜାଣିଛେ ଯେ ଉତ୍ସବକୁ ସୁନା ଗହଣା ଆଦି ପିନ୍ଧି ଯିବା ଅନୁଚିତ, କାହିଁକିନା ଆମର ଲକ୍ଷ୍ୟ ରହିବେ ଠାକୁର, ଆଉ ଚୋରର ଲକ୍ଷ୍ୟ ରହିବ ଗହଣା, ଯିଏ ଯାହା କାର୍ଯ୍ୟରେ ବ୍ୟସ୍ତ ରହିବେ। ଆଉ ବାରମ୍ବାର ସେଇ କଥା ଗୁଡାକ ମାଇକରେ ପ୍ରଚାର, ଏଇଟା ଟିକେ ପସନ୍ଦ ଯୋଗ୍ୟ ନୁହେଁ। କାରଣ ଆମେ ନିଜେ ସଚେତନ ହବା, ଆମେ ଯିବା ନାହିଁ। ଯେତେବେଳେ ହାତ ଧୋଉଛି, ଭଞ୍ଜନଗର ମାଟିଏ, ସେ ଚାକିରି କରନ୍ତି ଜେନାମା, ଭଲ ସୁନ୍ଦର ଭଜନ ଗାନ କରନ୍ତି, ସେ କାନ୍ଦିବାକୁ ଆରମ୍ଭ କଲେ ମୋର ସୁନା ଚେନ୍ ଚୋରି ହେଇଗଲା। ତ ଆପଣ ଜାଣୁଛନ୍ତି ମା ମାନେ କାହିଁ ସୁନା ପିନ୍ଧିକି ଯାଉଛନ୍ତି? ଏଇଟା ସମସ୍ତଙ୍କୁ ଅନୁରୋଧ। ଜୟ ଗୁରୁ। ଜଗଦୀଶ ଭାଇ କଣ କହିବାକୁ ଚାହୁଁଥିଲେ? ଜଗଦୀଶ ଭାଇ। ଜୟଗୁରୁ, ଜୟଗୁରୁ। 2 ଦିନ ହେଲା ସତ୍ସଙ୍ଗ, ଆଭାସୀ ସତ୍ସଙ୍ଗ ମଧ୍ୟରେ ବନ୍ଧୁ ମିଳନ ବି ହେଇଯାଉଛି। ବହୁତ ବହୁତ ଖୁସି ଲାଗୁଛି। ଜୟଗୁରୁ, ଜୟଗୁରୁ। ହଁ, ଜୟଗୁରୁ, ଜୟଗୁରୁ। ଆମର ପୂଜ୍ୟ ପ୍ରଭାତ ଦା ଆଉ ଜଗଦୀଶ ଭାଇ, ସୁବନ୍ଧୁ ଭାଇ, ସମସ୍ତଙ୍କର ସୁସ୍ଥ ସୁଦୀର୍ଘ ନିରାମୟ ପାଇଁ, ସମସ୍ତଙ୍କର ସର୍ବଦ ମଙ୍ଗଳ ପାଇଁ ଠାକୁରଙ୍କ ଶ୍ରୀ ଚରଣ ପୁନର୍ବାର ପ୍ରାର୍ଥନା। ଜୟଗୁରୁ, ଜୟଗୁରୁ ଦାଦା, ଜୟଗୁରୁ ସମସ୍ତଙ୍କୁ ଜୟଗୁରୁ। ଆଜ୍ଞା। ଆଉ ଆସନ୍ତା କାଲିର ସତ୍ସଙ୍ଗ ପ୍ରତିଦିନ ଭଳି ନିବେଦନ କରିଛନ୍ତି ଆମର
सदैव प्रसन्न बाबू सुत प्रसन्न कुमार बेरा एफएस आसंता काली सत्संग में योगदान करवा बर्तमान आम श्रद्धा जलेश्वर भाई सुत जलेश्वर पटेल समापन कीर्तन कर ध्वनि दे सत्संग समापन हो। जय गुरु दादा समस्त जय गुरु जय गुरु जय गुरु। करुणा सागर तुमे दयाल श्री हरि करुणा सागर तुमे दयाल श्री हरि मनमोहिनी गंठी धना भक्त हृदचारी मनमोहिनी गंठी धना भक्त हृदचारी तुम प्रेम दयार सीमा तुम प्रेम दिगंत व्यापिता नहीं कळना दिगंत व्यापिता नहीं कळना तुम प्रेम दयार सीमा तुम प्रेम दयार सीमा दिगंत व्यापिता नहीं कळना दिगंत व्यापिता नहीं कळना कल्पतरु प्रभु करुणार घन मूर्ति वांछा कल्पतरु प्रभु करुणार घन मूर्ति पतित पावन तुमे विश्वाधिपति पतित पावन तुमे दुखी जन मानक पाई ए मरते प्रभु आसिल धाई ए मरते प्रभु आसिल धाई दुखी जन मानक पाई दुखी जन मानक पाई ए मरते प्रभु आसिल धाई ए मरते प्रभु आसिल धाई दुखी जन मानक पाई दुखी जन मानक पाई ए मरते प्रभु आसिल धाई ए मरते प्रभु आसिल धाई दुखी जन मानक पाई दुखी जन मानक पाई ए मरते प्रभु आसिल धाई दुखी जन मानक पाई निराशार आशा तुमे अंधकार धामे निराशार आशा तुमे अंधकार धामे भरोसा मिलाई प्रभु तुम्हारो पहचाने भरोसा मिलाई प्रभु तुम्हारो पहचाने कोटि कोटि नर नारी कोटि कोटि नर नारी तब पद में ढाले अंजलि तब पद में ढाले अंजलि कोटि कोटि नर नारी कोटि कोटि नर नारी तब पद में ढाले अंजलि तब पद में ढाले अंजलि कोटि कोटि नर नारी कोटि कोटि नर
बोलिछि तुमको प्रभु संसार जंजाले बोलिछि तुमको प्रभु संसार जंजाले बोले नहीं तुम्हें प्रभु मोते के बहेले बोले नहीं तुम्हें प्रभु मोते के बहेले तुम पारी अपना जाना तुम पारी अपना जाना तुम पारी अपना जाना तुम पारी अपना जाना ये विश्वरे देखे नहीं नयाना ये विश्वरे देखे नहीं नयाना तुम पारी अपना जाना तुम पारी अपना जाना ये विश्वरे देखे नहीं नयाना ये विश्वरे देखे नहीं नयाना तुम पारी अपना जाना तुम पारी अपना जाना ये विश्वरे देखे नहीं नयाना ये विश्वरे देखे नहीं नयाना तुम पारी अपना जाना तुम पारी अपना जाना ये विश्वरे देखे नहीं नयाना तुम पारी ये विश्वरे देखे नहीं नयाना तुम पारी अपना जाना बोल हरि 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 बोल जय सदा का जय गुरु हरि बोल हरि बोल वंदे पुरुषोत्तमं वंदे पुरुषोत्तमं वन्दे पुरुषोत्तमं वंदे माया श्री श्री ठाकुर अनुकूल चंद्र जी की जय जय माया श्री श्री ठाकुर अनुकूल चंद्र जी की जय माया श्री श्री ठाकुर अनुकूल चंद्र जी की जगत जननी श्री श्री बड़मा की परमाराध्या जगत जननी श्री श्री बड़मा की जगत जननी श्री श्री बड़मा की श्री श्री बड़दा की श्री श्री बड़दा की परम श्री श्री बड़दा की परम श्री परम श्री आचार्य देव की श्री श्री आचार्य देव की चंद्र जी समस्त जय गुरु प्रणाम समस्त जय गुरु जय गुरु झुनुमा जय गुरु जय गुरु समस्त
ଜୟଗୁରୁ ସମସ୍ତ ସବାଇକେ ଜୟଗୁରୁ ଲକ୍ଷ୍ମୀପ୍ରିୟା ମା ଜୟଗୁରୁ ମାଧର ଭାଇ ପ୍ରଭାକର ଭାଇ ଗୁଣଧର ଭାଇ ସମସ୍ତଙ୍କୁ ଜୟଗୁରୁ ନମିତା ମା ଜୟଗୁରୁ ସମସ୍ତ ଜୟଗୁରୁ ଜୟଗୁରୁ ମା ଜୟଗୁରୁ ନିର୍ମଳ ପ୍ରଭା ମା ଜୟଗୁରୁ ପଙ୍କଜ ଭାଇ ଜୟଗୁରୁ ଜୟଗୁରୁ ସମସ୍ତ ଜୟଗୁରୁ